ତ ସେଇଠି ଲେଖା ହେଇଛି ଆମେ ସମସ୍ତେ ବାକ୍ୟ ଜାଣିଛୁ, ହେ ଅଳସୁଆ ତମେ ପିମ୍ପୁଡି ପାଖକୁ ନିକଟକୁ ଯାଅ। ତ ଗୋଟେ ମଣିଷକୁ ଈଶ୍ୱର ରେକମେଣ୍ଡ କରୁଛନ୍ତି ଯେ ସେ ମଣିଷ ପିମ୍ପୁଡି ପାଖକୁ ଯିବ, ଖାଲି ଯିବ ନାହିଁ, ଯାଇକି ପିମ୍ପୁଡି ଠାରୁ କିଛି ଶିଖିବା ପାଇଁ ପରାମର୍ଶ କହୁଛୁ। ତ ଯେତେବେଳେ ସେ ବାକ୍ୟକୁ ମୁଁ ମନେ ପକଉଛି ହିତୋପଦେଶ 6 ପର୍ବରେ, ଛଅ ପର୍ବରେ ଆଉ ଟିକେ ମୁଁ ଦେଖେଇବି ସେ ବାକ୍ୟ ହିତୋପଦେଶର 6 ପର୍ବର 6 ପଦ। ହେ ଅଳସୁଆ ତମେ ପିମ୍ପୁଡି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନ। ତ ନିର୍ଦ୍ଦିଷ୍ଟ ଭାବରେ ପିମ୍ପୁଡ଼ିର ଦିଟା ବିଷୟକୁ ଶିଖିବା ପାଇଁ ପରମେଶ୍ୱର କହୁଛନ୍ତି ଯେ ତାହାର କ୍ରିୟାକୁ ବିବେଚନା କର। ତ ପିମ୍ପୁଡ଼ିର ଗୋଟେ କର୍ମ ଅଛି, ଯୋଉ କର୍ମକୁ ଈଶ୍ୱର କହୁଛନ୍ତି ତମେ ବିବେଚନା କର। ଆଉ ପରମେଶ୍ୱର କଣ କହୁଛନ୍ତି ଯେ ତମେ ଜ୍ଞାନୀ ହୁଅ। ତ ଆମେ ତାର କ୍ରିୟାକୁ ବିବେଚନା କଲେ ଆମେ ଜ୍ଞାନୀ ହେଇପାରିବା। କି ପ୍ରକାର ଜ୍ଞାନ ଏଇଟା ଯାହାକି ଈଶ୍ୱର କହୁଛନ୍ତି ତମକୁ ପାଇବା ପାଇଁ ମୁଁ ଚାହୁଁଛି କହି। ତ ପ୍ରଥମେ ଏଠି ଯୋଉ କ୍ରିୟା, ପିମ୍ପୁଡ଼ିର ଯୋଉ କ୍ରିୟା ଅଛି ସେ କ୍ରିୟାକୁ ବିବେଚନା କରୁ, ଆଉ ତମେ ଜ୍ଞାନୀ ହୁଅ। ତ ସେଇଠି ଯଦି ଆମେ 7 ପଦରେ ଦେଖିବା, 7 ପଦରେ କଣ ଲେଖା ହେଇଛି ହିତୋପଦେଶର 6 ର 7 ପଦରେ, ତାହାର ବିଚାରକର୍ତ୍ତା କି ଅଧ୍ୟକ୍ଷ କି ପ୍ରଭୁ କେହି ନଥିଲେ ସେ ଗ୍ରୀଷ୍ମ କାଳରେ ଆପଣ ଖାଦ୍ୟ ପ୍ରସ୍ତୁତ କରେ। ଦେନ୍ ଗୋଟେ ପିମ୍ପୁଡି, ସାଧାରଣ ପିମ୍ପୁଡି ପାଖରେ ଯୋଉ ଜ୍ଞାନ ଅଛି, ଯଦିଓ ଆମେ ଯେମିତି ମନରେ ପାଇଛୁ, ଆମେ ଯେମିତି ପ୍ରଭୁଙ୍କ ଦାସଙ୍କୁ ପାଇଛୁ, ଆମେ ଯେମିତି ଗାଇଡାନ୍ସକୁ ପାଉଛୁ ପବିତ୍ର ଆତ୍ମା, ଏ ପୃଥିବୀର ପ୍ରାଣୀ ମାନଙ୍କ ଭିତରୁ, ଏ ପୃଥିବୀରେ ଯେତେ ଜୀବଜନ୍ତୁ ପ୍ରାଣୀ ପ୍ରକୃତି ଅଛି, ସମସ୍ତଙ୍କ ଠାରୁ ଅଧିକ ଫେସିଲିଟି ମଣିଷକୁ ଦିଆଯାଉ ନାହିଁ। ମୁଁ ଯେତେବେଳେ ଯେତେବେଳକୁ ହଠାତ୍ କାଲି ରାତିର କଥା, ମୁଁ ଫେରୁଥିଲି, ତ ଅନ୍ଧାର ହେଇଗଲା ତେଲକୁ ମୁଁ ଗୋଟେ ଗାଡିରୁ ଓହ୍ଲେଇଲି, ଆଉ ପୁରା ଅନ୍ଧାର ଅଛି। ମତେ ହଠାତ୍ ଚିନ୍ତା ହେଇଲା, ଯଦି ମୋର ଆଖି ଯଦି ଏମିତି ଅନ୍ଧାର ହେଇଯିବ, ଦେଖାଯିବ ନାହିଁ, ମୁଁ ନା କୁଆଡେ ଯାଇପାରିବି, ନା ବୁଲି ପାରିବି, ନା କଥା ହେଇପାରିବି, କାହା ସହିତ ମିଶି ପାରିବି, ପ୍ରଚାର କରିପାରିବି। ମୁଁ ଏ ଦିଟା ଆଖି ଯୋଉ ପାଇଛି, ମୁଁ କେବେ ମଧ୍ୟ ଏତେ ଥ୍ୟାଙ୍କଫୁଲ ହାର୍ଟ ଆସୁନାହିଁ ଯେ ଆଖିର ମୂଲ୍ୟକୁ ମୁଁ ବୁଝିବା ଆବଶ୍ୟକ। ନ୍ୟାଚୁରାଲି ମୁଁ ୟୁଜ କରୁଛି ମୋର ଆଖି। ତ ସେ ଆଖିର ମୂଲ୍ୟକୁ ବୁଝିବା ପାଇଁ ମୋ ପାଖରେ କୌଣସି ସମୟ ନାହିଁ, କି ଜ୍ଞାନ ନାହିଁ, କି ବୁଦ୍ଧି ନାହିଁ, ଦିଆଯାଇଛି, ମୁଁ ୟୁଜ କରୁଛି। ଯଦିଓ ମୋ ଲାଇଫରେ, ଯଦି ଆମ ଜୀବନରେ ସବୁଠାରୁ ଅଧିକ ଫେସିଲିଟି ପାଉଛୁ, ସବୁ ପ୍ରକାର ସପୋର୍ଟକୁ କରାଯାଉଛି ଆମ, କିନ୍ତୁ ବିପରୀତ ଭାବରେ ପିମ୍ପୁଡକୁ କିଏ ଶିଖଉଛି? ତାର ନା କିଏ ଅଧ୍ୟକ୍ଷ ଅଛି, ନା କିଏ ତାର ବିଚାରକର୍ତ୍ତା ଅଛି, ନା ପ୍ରଭୁ କିଏ ଅଛନ୍ତି ବୋଲି ଲେଖା ହେଇଛି। ୟାର ଅର୍ଥ ନାଇଁ ଯେ ତାକୁ ମାନେ ସେ ଏକଲା ବଞ୍ଚୁଛି, କିନ୍ତୁ ସେ ଲେଖା ହେଇଛି ନଥିଲେ ସେ ଗ୍ରୀଷ୍ମ କାଳରେ ଆପଣ ଖାଦ୍ୟ ପ୍ରସ୍ତୁତ କରେ। ସେ ବର୍ଷା ବର୍ଷା ସମୟରେ, ଗ୍ରୀଷ୍ମ କାଳରେ, ପୂର୍ବରୁ ଯୋଉ ଗ୍ରୀଷ୍ମ କାଳ ଅଛି, ତ ସେ ଗ୍ରୀଷ୍ମ କାଳରେ ହିଁ ଖାଦ୍ୟ ପ୍ରସ୍ତୁତ କରୁଛି ସେ। ତ ଏଇଟା କଣ ବୁଦ୍ଧି? ଏ ଜ୍ଞାନ ଯୋଉ ପିମ୍ପୁଡି ପାଖରେ ଅଛି, ଯଦି ଆମ ପାଖରେ ଅଧ୍ୟକ୍ଷ ଅଛନ୍ତି, ଯଦି ଆମ ପାଖରେ ବିଚାରକର୍ତ୍ତା ଅଛନ୍ତି, ଯଦି ଆମ ପାଖରେ ପ୍ରଭୁ ଅଛନ୍ତି, କିନ୍ତୁ ମୁଁ କେତେ ଦୂର ଏ ଜ୍ଞାନକୁ ମୁଁ ଗ୍ରହଣ କରୁଛି, କେତେ ଦୂର ମୋର ହୃଦୟ ଭିତରେ ମୁଁ ଏ ବିଷୟକୁ ମୁଁ ଗୁରୁତ୍ୱପୂର୍ଣ୍ଣ ଦଉଛି। କିନ୍ତୁ ବିପରୀତ ଭାବରେ ଏଇଠି ଲେଖା ହେଇଛି କଣ ବୋଲି, ଯେ ତମେ ତାର କ୍ରିୟାକୁ ବିବେଚନା କର। ହଁ, ଗ୍ରୀଷ୍ମ କାଳରେ ସେ ଖାଦ୍ୟକୁ ସଞ୍ଚୟ କରୁଛି। ତ ମୋର ହିସାବରେ, କି ମୋର ନିଜର ମତ ଅନୁସାରେ, ଏ ପିମ୍ପୁଡି ପାଖରେ ଏ କ୍ରିୟା ଛାଡିକି ଆଉ କଣ ଅଛି ଯାହାକୁ ନେଇକି ଆମେ ଶିଖିବା ପାଇଁ ଆବଶ୍ୟକ? କିନ୍ତୁ ପରମେଶ୍ୱରଙ୍କର ବାକ୍ୟରେ ଲେଖା ହେଇଛି ତମେ ପିମ୍ପୁଡି ପାଖକୁ ଯାଅ। ହଁ, ମୁଁ କହିବାକୁ ଚାହୁଁଛି ଯେ ବର୍ତ୍ତମାନ ଏ ପିମ୍ପୁଡିର କ୍ରିୟା ହଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମଣିଷକୁ ଜାଣିବା, ଯେ ଗ୍ରୀଷ୍ମ କାଳରେ
ସେ ଖାଦ୍ୟ ସଞ୍ଚୟ କରୁଛି, ବର୍ଷା ଋତୁ ଆଗକୁ ଆସୁଛି, ସମସ୍ୟା ହବ କହିକି। ତ ଏ ଜ୍ଞାନ ଯୋଉ ତା ପାଖରେ ଅଛି, ଏ ଯୋଉ ବୁଦ୍ଧି ତା ପାଖରେ ଅଛି, ଏ ବୁଦ୍ଧିକୁ ଆମକୁ ଆମ ଜୀବନରେ ଆପ୍ଲାଏ କରିବା ପାଇଁ ପଡିବ। ଯେ ମନୁଷ୍ୟ କେ ମଧ୍ୟ ଜାଣୁନାହିଁ କି ଆଗକୁ କଣ ହେବାକୁ ଯାଉଛି। ଯଦି ଆମ ପାଖରେ ଆଖି ଅଛି, ଯଦି ଆମ ପାଖରେ କର୍ଣ୍ଣ ଅଛି, ଯଦି ଆମ ପାଖରେ ଅନେକ ବିଷୟ ଗୁଡାକ ଅଛି ଯାହାକୁ ନେଇକି ଆମମାନେ ଗର୍ବ ଅନୁଭବ କରିପାରୁ, କିନ୍ତୁ ବିପରୀତ ଭାବରେ ମୋ ପାଖରେ ସେ ଜ୍ଞାନ ଅଛି କି ଯୋଉ ଜ୍ଞାନ ପିମ୍ପୁଡ଼ି ପାଖରେ ଅଛି। ହଁ ସତରେ ଆଗକୁ ଆଗକୁ କେତେ ସମସ୍ୟା ହବ, ମୁଁ ଯାଇପାରିବିନି କୁଆଡେ, ମତେ ଖାଦ୍ୟ ବର୍ତ୍ତମାନ ସଞ୍ଚୟ କରିବାକୁ ପଡିବ। ଆଜି ମନୁଷ୍ୟ ତାର ଜୀବନ କାଳ ଭିତରେ କଣ ସଞ୍ଚୟ କରିବା ଆବଶ୍ୟକ, ଯେମିତି ପିମ୍ପୁଡ଼ି ବର୍ତ୍ତମାନ ସେ ଖାଦ୍ୟକୁ ସଂଗ୍ରହ କରୁଛି, ଆଜି ମନୁଷ୍ୟକୁ ବା ଆମମାନଙ୍କ ଜୀବନରେ ଆମକୁ ଯୋଉ ଅଧ୍ୟକ୍ଷ ଦିଆଯାଇଛି, ଆମକୁ ଯୋଉ ପ୍ରତିନିଧି ଦିଆଯାଇଛି, ଆମକୁ ଯୋଉ କର୍ତ୍ତାଙ୍କୁ ଦିଆଯାଇଛି, ତାଙ୍କ ସହିତ ମୋର ଜଡ଼ିତ ଜୀବନ ଯାପନ କରିବାର ସ୍ଥିତି କଣ? ବର୍ତ୍ତମାନ ଏଠି ବାଇବଲରେ ଯଦି ଆମେ ଦେଖିବା ତାହେଲେ ହିତୋପଦେଶ ଟିକେ ଖୋଲିବା, 16 ପର୍ବ, ମୁଁ ଗତକାଲି ପଢୁଥିଲି ହିତୋପଦେଶ 16 ପର୍ବ, ଏଇଠି ଗୋଟେ ବାକ୍ୟ ଲେଖା ହେଇଛି 9 ପଦରେ ଦେଖିଲା ପରେ, ହିତୋପଦେଶ 16 ପର୍ବ 9 ପଦ, ମନୁଷ୍ୟର କଳ୍ପନା ମନୁଷ୍ୟର ମନ ଆପଣା ପଥ ବିଷୟ କଳ୍ପନା କରେ, ମନୁଷ୍ୟର ମନ ଆପଣା ପଥ ବିଷୟରେ କଳ୍ପନା କରେ, ମାତ୍ର ସଦାପ୍ରଭୁ ତାହାର ଗତି ନିରୂପଣ କରନ୍ତି। ଯେ ପରମେଶ୍ୱର ମନୁଷ୍ୟର ଗତିକୁ ନିରୂପଣ କରନ୍ତି, କିନ୍ତୁ ମନୁଷ୍ୟ ତାର ମନରେ ସେ ଅନେକ ବିଷୟକୁ ସେ ପ୍ଲାନ କରୁଛି, ଅନେକ ବିଷୟ ସେ କଳ୍ପନା କରୁଛି। ତାପରେ ଆଉ ଗୋଟେ ବାକ୍ୟ ଅଛି, ଆମେ ଦେଖିବା 25 ପଦରେ କଣ ଲେଖା ହେଇଛି, ମନୁଷ୍ୟର ପଥ ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ। ହଁ ଏଇଟା ଏତେ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଆମମାନଙ୍କୁ ପିମ୍ପୁଡ଼ି ପାଖକୁ ହେଲେ ତମେ ଯାଅ ଶିଖ, କେମିତି କୋଉ ମାଧ୍ୟମରେ ପିମ୍ପୁଡ଼ିର କଥାକୁ ମୁଁ ବିବେଚନା କରିବି, କେମିତି ମୁଁ ପିମ୍ପୁଡ଼ିର କ୍ରିୟାକୁ ବିବେଚନା କରିପାରିବି। ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ମୁଁ ଗର୍ବ, ଅହଙ୍କାର, ଦାମ୍ଭିକତା, ନିଜକୁ ଠିକ ଲୋକ ଭାବରେ ନେଇକି ମୁଁ ବଞ୍ଚି ଆସିବାର ଜୀବନ ଯାପନର ଅଭିଜ୍ଞତାକୁ ମତେ ଦେଖିବା ପାଇଁ, ମୋର ଜୀବନକୁ ପଛରେ ଦେଖିଲେ ମୁଁ ଯଥେଷ୍ଟ ମୁଁ ଦେଖିକି ଆସିଅଛି। ତ ଏଇଠି ଆଉ ଗୋଟେ ବାକ୍ୟ ମତେ ଲେଖା ହେଇଛି ଯେ 18 ପଦରେ ଯୋଉ ଦେଖିବେ ଆପଣ, ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ। ଯଦି ଆପଣ ଦେଖିବେ 18 ପଦ, ତେଣୁ ଅହଙ୍କାର ମାନେ ଯୋଉଟା କି ଆମର ଗର୍ବ ଆମେ କହିପାରିବା, ସର୍ବନାଶର ସମ୍ମୁଖରେ ଥାଏ। ହେଲେ ଅହଙ୍କାର ସର୍ବନାଶ ପାଖରେ ଥିବ, ଆଉ ପୁଣି ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ। ଏ ଦାମ୍ଭିକ ମନର ଅର୍ଥ କଣ? ଦାମ୍ଭିକ ମନର ଅର୍ଥ ହଉଛି କାହାର ମତ କଥା ନ ଶୁଣିବାଟା, ନିଜେ ହିଁ ଠିକ, ନିଜର ବିଚାର ନିଜେ ହିଁ କରିବାଟା। ତ ଯୋଉ ହୃଦୟ ଏ ଆ, ନିଜକୁ ଠିକ ଭାବରେ ସେ ପ୍ରକାର ମନ ଯୋଉ ଭିତରେ ଯୋଉ ଅଧିକ କାର୍ଯ୍ୟ କରେ, ସେ ମଣିଷ କେବେ ମଧ୍ୟ କାହାର ଶୁଣି ପାରିବ ନାହିଁ, ସେ କେବେ ମଧ୍ୟ କାହାର କଥାକୁ ଗ୍ରହଣ କରିପାରିବନି କି ଶୁଣିପାରିବନି। ସେଥିପାଇଁ ଏ ଅହଙ୍କାର ଯୋଉଟା ଅଛି, କିନ୍ତୁ ଲୋକମାନେ ଜାଣିପାରନ୍ତି ନାହିଁ, ଆମେ ବି ଜାଣିପାରୁନୁ ଯେ ଅହଙ୍କାର ପାଖରେ ହିଁ କଣ ଜଗିକି ଅଛି, ସର୍ବନାଶ ଅଛି। ଦାମ୍ଭିକ ମନ ପାଖରେ ପତନର ବିଷୟ ଅଛି, ପତନ ହେବାଟା। ତ ଏଇଟା କେତେ ଗୁରୁତର ବିଷୟ, ଏଇଟା ମୁଁ ଯୋଉ ବାଇବଲ ପଢୁଛି, ସତରେ ମୁଁ ଗତକାଲି ପରମର୍ଶକୁ ବେଶୀ ଧନ୍ୟବାଦ ଦେବାର ପ୍ରାର୍ଥନା ମୁଁ କଲି ରାତିରେ। ସତରେ ଏ ଅହଙ୍କାରକୁ, ଏ ଗର୍ବକୁ, ଏ ଦାମ୍ଭିକକୁ କିଏ ଅ, ଆକ୍ଷେପ କରିକି ଏଟାଠୁ ମତେ ଅଲଗା କରିପାରିବ? ଏ ଗର୍ବ ଆଉ ଅହଙ୍କାର ଯଦି ଏ ଅହଙ୍କାର ଦାମ୍ଭିକ ପାଖରେ ହିଁ ସମ୍ମୁଖରେ ଯଦି ସର୍ବନାଶ ଅଛି, ମତେ କିଏ ସର୍ବନାଶରୁ ମତେ ବାହାର?
କିଏ ମତେ ପତନରୁ ବାହାର କରିପାରିବ? କିଏ ବି ନାହିଁ, ଏ ଦୁନିଆରେ ଜଣେ ବି ନାହିଁ ଯେ କି ମତେ ଅହଙ୍କାରଠୁ କେମିତି ଅଲଗା ହେବାଟା, କେମିତି ଦାମ୍ଭିକତାର ଅଲଗା ହେବାଟା ମତେ କିଏ ବି କହିବ ନାହିଁ। କିନ୍ତୁ ପରମେଶ୍ୱରକୁ ବେଶୀ ଧନ୍ୟବାଦ ଦଉଛି ମୁଁ। ପରମେଶ୍ୱର ଆମକୁ ଏଇ ପ୍ରକାର ମଣ୍ଡଳୀ ଗୋଟେ ଦେଇଛନ୍ତି, ଯୋଉ ମଣ୍ଡଳୀ ଆମକୁ ଶାସନ କରୁଛି, ଯୋଉ ମଣ୍ଡଳୀ ଆମମାନଙ୍କୁ କଢେଇକି ନଉଛି, ଯୋଉ ମଣ୍ଡଳୀରେ ପ୍ରଭୁ ଦାସଙ୍କ ଦ୍ଵାରା ଆମମାନଙ୍କୁ ଶାସନ କରାଯାଉଛି। ତ ଆମମାନଙ୍କର ହୃଦୟ ଭିତରେ ଲାଇନକୁ ଟାଣିବା ପାଇଁ ଈଶ୍ୱର ଆମମାନଙ୍କୁ ବାକ୍ୟ ଦଉଛନ୍ତି। ତ ଯଦିଓ ମନୁଷ୍ୟର ଦୃଷ୍ଟିରେ କେତେଟା ବିଷୟ ସରଳ ଦେଖାଯାଉଛି, କିନ୍ତୁ ତାର ଶେଷରେ ମୃତ୍ୟୁର ପଥ ଥାଏ। ତାପରେ ଯଦି ଆମେ ଆଉ ଗୋଟେ ବାକ୍ୟ ଦେଖିବା ଏଠି, ଅ ଟିକେ 20 ପଦ ଯଦି ଦେଖିବା ଆମେ, ସରି, ଗୋଟେ ବାକ୍ୟ ମୁଁ ଦେଖିବି। 20 ପଦ ଯଦି ଦେଖିବା ଆମେ, ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରେ, 20 ପଦ, ସେ ମଙ୍ଗଳ ପାଏ, ପୁଣି ସଦାପ୍ରଭୁଙ୍କ ଠାରେ ଯେ ନିର୍ଭର ରଖେ ସେ ଧନ୍ୟ। ମନରେ ଜ୍ଞାନୀ ଲୋକ ବୁଦ୍ଧିମାନ ବିଖ୍ୟାତ ହୁଏ, ପୁଣି ଅଷ୍ଟାଧରର ମିଷ୍ଟତା ପାଣ୍ଡିତ୍ୟ ବଢାଏ। ତାପରେ ଆଉ ଗୋଟେ ବାକ୍ୟ କରୁଛି, ଚଲ ଟିକେ ହଁ, 7 ପଦ ଦେଖିବା ପରେ, 7 ପଦ, ମନୁଷ୍ୟର ଗତି ସଦାପ୍ରଭୁଙ୍କର ତୁଷ୍ଟିକର ହେଲେ ସେ ତାର ଶତ୍ରୁ ମାନଙ୍କୁ ହିଁ ତାହା ସହିତ ଶାନ୍ତିରେ ବାସ କରାନ୍ତି। 8 ପଦ, ଅନ୍ୟାୟ ସହିତ ପ୍ରଚୁର ଆୟୁରୁ ଧାର୍ମିକତା ସହିତ ଅଳ୍ପ ଭଲ। ତ ଯଦି ଆମେ ଦେଖିବା ଏଇ ଜାଗାରେ କ୍ରମାଗତ ଭାବରେ ପରମେଶ୍ୱର ଜ୍ଞାନ ଆଉ ବୁଦ୍ଧି ଆଉ ବୁଝାମଣା ଆଉ ଇନଷ୍ଟ୍ରକ୍ସନ ଯୋଉଟା କି ଆମକୁ ପଢେଇକି ନିଆଯାଉଛି, ଏ ବିଷୟର ଗୁରୁତ୍ୱପୂର୍ଣ୍ଣ କରୁଛନ୍ତି ପ୍ରଭୁ ବାକ୍ୟ ଦ୍ଵାରା। ଯଦି ମୋ ପାଖରେ ଗୋଟେ ଅଧ୍ୟକ୍ଷ ଅଛନ୍ତି, ଯଦି ମୋ ପାଖରେ ଗୋଟେ ପ୍ରତିନିଧିକୁ ଦିଆଯାଇଛି, ଯଦି ମୋ ପାଖକୁ ଗୋଟେ କର୍ତ୍ତାଙ୍କୁ ଦିଆଯାଇଛି, ଯଦି ମୋ ପାଖକୁ ଗୋଟେ ପ୍ରଭୁଙ୍କର ଦାସଙ୍କୁ ଦିଆଯାଇଛି, ମଣ୍ଡଳୀ ଦିଆଯାଇଛି, ତ ଏ ବିଷୟ ଗୁଡାକ ଆମ ପାଇଁ ସେତିକି ଇମ୍ପୋର୍ଟାଣ୍ଟ ଲାଗୁନାହିଁ। କିନ୍ତୁ ଆମକୁ କଣ, ଯଦି କଣ ଆମକୁ ଇମ୍ପୋର୍ଟାଣ୍ଟ ଲାଗୁଛି, ଆମର ରାଇଟନେସ ଟା, ମୋର ବିଚାର କରିବାର, ମୁଁ ଠିକ ଲୋକ। ହଁ। ତ ବାହାରେ ଯୋଉ ବିଷୟ ଦେଖାଯାଉଛି ଆମର, ଯେ ଆମର ବାହ୍ୟ ଭାବର ଯୋଉ ଜୀବନ ଯାପନ ଦେଖୁଛୁ ଆମେ, କେତେ ଦୂର ସତ୍ୟତା ଅଛି ସେଟା? ମନୁଷ୍ୟର ବାହାରର ବ୍ୟବହାର ମଣିଷର ପ୍ରକୃତ ଛବି ନାହିଁ। ମଣିଷର ଅନ୍ତରରେ ଯୋଉ ଆମର ଯୋଉ ଆମର ହୃଦୟରେ ଚାଲିଛି, ସେଇଟା ହଉଛି ଆମର ପ୍ରକୃତ ଦୈନନ୍ଦିନ ଜୀବନର ପ୍ରକୃତ ପରିଚୟ, ଯେ ଆମ ପାଖରେ କୋଉ ପ୍ରକାର ହୃଦୟକୁ ନେଇକି ଆମେ ବଞ୍ଚୁଛୁ। ତ ମୁଁ ମୋର ହୃଦୟକୁ ଦେଖିଲେ ସତରେ ଏ ବାକ୍ୟ, ଅନେକ ବାକ୍ୟ ଅଛି କଣ୍ଟିନ୍ୟୁ ଏଇଠି, ମାନେ ଏକ ପର୍ବରୁ ଯଦି 16 ପର୍ବ ପଢୁଛୁ, ମୁଁ ମନେ ପକଉଛି ଗୋଟେ ଗୋଟେ ବାକ୍ୟ। ସୁନା ଠାରୁ ଅଧିକ ଅ, ଜ୍ଞାନର ଆବଶ୍ୟକତାର ମୂଲ୍ୟ ଅଛି। ବୁଦ୍ଧି ଯାହାକି ଆମମାନଙ୍କୁ ପରମେଶ୍ୱର ଦେଇଛନ୍ତି ବାକ୍ୟ ଭିତରେ। ତ ବାକ୍ୟର ନିଗୂଢ ତତ୍ଵ, ବାକ୍ୟ ଭିତରେ ଯୋଉ ଗଭୀର ଦୁନିଆକୁ ପ୍ରଭୁ ରଖିଛନ୍ତି, ସେ ବାକ୍ୟକୁ ଯିବା, ବାକ୍ୟ ଭିତରକୁ ଯାଇକି ସେ ଗଭୀର ବିଷୟକୁ, ଈଶ୍ୱରଙ୍କର ଗଭୀର ମନକୁ ପାଇବା ପାଇଁ ଅଟକେଇବା ଲୋକ, ବାଧା ଦେବା ଲୋକ ଏ ଅହଙ୍କାର, ଏ ଦାମ୍ଭିକତା, ଏ ଠିକ ବିଷୟ ମୋ ପାଖରେ ଯୋଉଟା ଅଛି। ମୁଁ ଜାଣିନଥିଲି କି ମୋ ପାଖରେ ମତେ ସେନ୍ସ ନାହିଁ ଜାଣିବା ପାଇଁ, ଯେ କାହିଁକି ମୁଁ ଚେଷ୍ଟା କରୁଛି ଠିକ ଲୋକ ହେବା ପାଇଁ, କାହିଁକି ମୁଁ ଚେଷ୍ଟା କରୁଛି ନିଜକୁ ବଷ୍ଟଫୁଲ କରିବା ପାଇଁ, ମାନେ ନିଜକୁ ମୁଁ ଉଚ୍ଚୀକୃତ ଦେଖେଇବା ପାଇଁ।
କାହିଁକି ମୋର ହୃଦୟ ଭିତରେ ମୁଁ ଶୁଣିବାର ମାତ୍ରା ବେଶୀ କମ ହେଇଯାଇଛି ମୋର ଲାଇଫରେ। କାହିଁକି ମୋର ଜୀବନରେ ଗ୍ରହଣ କରିବାର ମାତ୍ରା ବହୁତ କମି କମି ଯାଉଛି। ତ ମୁଁ ମୋର କହିବାର ମାତ୍ରା ବେଶୀ ବଢି ଯାଇପାରୁଛି, କିନ୍ତୁ ମୋର ଶୁଣିବାର ମାତ୍ରା କାହିଁ କମି ଯାଉଛି? କାହିଁ ମୋର ହୃଦୟ ଭିତରେ ମୁଁ ଅନ୍ୟକୁ ବିଚାର କରିବାର ମାତ୍ରା ବେଶୀ ବୃଦ୍ଧି କରିବା ପାଇଁ, ନିଜକୁ ଗୁରୁତ୍ୱପୂର୍ଣ୍ଣ ନ ଦେବା ପାଇଁ, ନିଜର ବିଚାରକୁ ତଳେ ପକେଇବା ପାଇଁ କାହିଁକି ମୋର ଏଇ ପ୍ରକାର ବିଷୟର ମାତ୍ରା କମି ଯାଉଛି, ବଢୁନାହିଁ? ସତରେ ଭାଇ ବନ୍ଧୁ, ମୁଁ ଯଦି କହିବି ମୋ ବିଷୟରେ, ତାହେଲେ ମୁଁ ହିତୋପଦେଶ ବାକ୍ୟ, ମୁଁ ଯେତେବେଳେ ଗୋଟେ ଗୋଟେ ବାକ୍ୟକୁ ପଢିକି ମୁଁ ଧ୍ୟାନ କରୁଛି, ରିଏଲି ମତେ ବହୁତ ଲାଜ ଲାଗୁଛି ଯେ ମୁଁ ସତରେ ମଣ୍ଡଳୀ ସାମ୍ନାରେ ଛିଡା ପାଇଁ ଯୋଗ୍ୟ ନାହିଁ। କି ପ୍ରକାର ବୁଦ୍ଧି ଅଛି ମୋର, କି ପ୍ରକାର ଜ୍ଞାନ ଅଛି ମୋ ପାଖରେ? ମୋର ଜ୍ଞାନ, ମୋର ବୁଦ୍ଧି ଖାଲି ଗୋଟେ ଅହଙ୍କାର ହେବା ପାଇଁ, ଦାମ୍ଭିକ ହେବା ପାଇଁ, ନିଜକୁ ଠିକ ଦେଖିବା ପାଇଁ। ହଁ, ମୋର ନିଜର ମିଛ ଆତ୍ମବିଶ୍ୱାସକୁ ଧରିକି ମତେ କଢେଇକି ନେବା ପାଇଁ ମୁଁ ଚାହୁଁଛି। ଦେନ୍ ସେଠି ବାଇବଲ କହୁଛି ଯେ ଦୁଷ୍ଟର ଗତି ସଦା ଆପଣଙ୍କର ଘୃଣା ବିଷୟ। ଦୁଷ୍ଟର ଗତିବିଧି ହଉଛି ପରମେଶ୍ୱରଙ୍କ ସାମ୍ନାରେ ଘୃଣା ବିଷୟ, କିନ୍ତୁ ତା ସାମ୍ନାରେ ଘୃଣାର ବିଷୟ ନାହିଁ। କିନ୍ତୁ ଧାର୍ମିକତାର ଅନୁଗାମୀ କି ସେ ପ୍ରେମ କରନ୍ତି। ହଁ, ବର୍ତ୍ତମାନ ପରମେଶ୍ୱରଙ୍କର ଯେତେ ହୃଦୟକୁ ଆମମାନେ ମନେ ପକାଉଛୁ, ତାହେଲେ ପରମେଶ୍ୱର ଆମମାନଙ୍କୁ ପ୍ରେମ କରୁଛନ୍ତି କହିକି ଲେଖା ହେଇଛି। କାହିଁକି? ସେ ଆମକୁ ଧାର୍ମିକତା ଦେଇଛୁ। ତ ମୁଁ କେରଳାକୁ ଯାଇକି ଲୋକମାନଙ୍କୁ ପ୍ରଚାର କଲା ପରିବର୍ତ୍ତେ ପରମେଶ୍ୱର ମତେ ତାଙ୍କର ହୃଦୟକୁ ମତେ ଦେଲେ। ସତରେ ମଣିଷ ଯାହା ଭାବୁଛି କି ମଣିଷ ଯାହା ଚିନ୍ତା କରୁଛି, ତାହା କେବଳ ସତ ନାହିଁ। ଗତକାଲିର ପରିସ୍ଥିତି ଆଜି ନାହିଁ। ଗତକାଲିର କଷ୍ଟକର ପରିସ୍ଥିତି ମଧ୍ୟ ଆଜି ରହିବ ନାହିଁ। ପ୍ରେଜେଣ୍ଟ ସିଚୁଏସନରେ ଫେସ୍ କରୁଥିବାର ପ୍ରୋବ୍ଲେମକୁ ଯଦି ଆମମାନେ ଧରିକି ଆମ ହୃଦୟ ଭିତରେ ଆମମାନେ ହଇରାଣ ହଉଛୁ, ତାହେଲେ ତାର ସିମ୍ପଟମ ଆମ ପାଖରେ ବିଶ୍ୱାସ ନାହିଁ ଆଗକୁ ଦେଖିବା। ଏଭଳି ପୁସ୍ତକ 11 ପର୍ବର 1 ପଦରେ ଗୋଟେ ବାକ୍ୟ ଲେଖା ହେଇଛି ଯେ ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳ, ଆଉ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ। ତାର ଅର୍ଥ ହଉଛି ଯେ ମଣିଷ ବା ଆମ ପାଖରେ ଯଦି ଗୋଟେ ବିଶ୍ୱାସ ରାଖି ଅଛି, ଦେନ୍ ଆଗକୁ ଯୋଉ ଫ୍ୟୁଚରରେ ଯୋଉ ବିଶ୍ୱକୁ ଆମେ ଦେଖିପାରିବା, ଆଶା କରିପାରିବା। ସେଥିପାଇଁ ଯଦି ଆମେ ଅ ଏଭଳି ପୁସ୍ତକ 11 ପର୍ବର 1 ପଦର ମୁଁ ଯଦି ଦେଖୁଛି, ଲେଖା ହେଇଛି ଇଂଲିଶରେ, ନାଉ ଫେଥ୍ ଇଜ ଦ ସବଷ୍ଟାନ୍ସ ଅଫ ଦ ଥିଙ୍ଗସ୍ ଫର୍ ଫୋର୍। ବିଶ୍ୱାସ ହଉଛି ଗୋଟେ ପ୍ରତ୍ୟାଶିତ ଦେଶର ବିଷୟର ମୂଳ। ଆଉ ଆଉ ସବୁଠୁ ମୂଲ୍ୟବାନ ଲେଖା ହେଇଛି ଦ ଏଭିଡେନ୍ସ ଅଫ ଦ ଥିଙ୍ଗସ୍ ନଟ୍ ସିନ୍। ନ ଦେଖାଯିବା ବିଷୟକୁ ଆମେ ପ୍ରମାଣ ଯୋଗ୍ୟ, ଏଭିଡେନ୍ସ ମାନେ ପ୍ରମାଣ, ପ୍ରମାଣ ଯୋଗ୍ୟ ଭାବରେ ଆମେ ଅ ଆଶା କରିପାରିବା ଆଗ ପାଇଁ, ଯାହାକି ବିଶ୍ୱାସ ଦ୍ଵାରା ଯାହା ଦେଖାଯାଉ। ତ ଭାଇମାନେ, ଆମେ ଆଉ ଗୋଟେ ବାକ୍ୟ ଖୋଲିବା, ଅ ଦ୍ଵିତୀୟ କରନ୍ଥୀୟ, ସରି, ପ୍ରଥମ କରନ୍ଥୀୟ, ପ୍ରଥମ କରନ୍ଥୀୟ 2 ପର୍ବ, ପ୍ରଥମ କରନ୍ଥୀୟ 2 ପର୍ବର ରଥ ପାଞ୍ଚଟା ପଢ, ଏଇଟା ତମେ 9 ପଦ। ଜଲଦି ପଢ। ଶୁଭୁ ନାହିଁ ତୋର ଶୁଭା ଯାଉନି। ମୁଁ ପଢୁଛି, ତୋର ଶୁଭୁ ନାହିଁ। ମୁଁ ଇଂଲିଶ ବାଇବଲ କାଢିଥିଲି ତ, ସେଥିପାଇଁ। ପ୍ରଥମ କରନ୍ଥୀୟ 2 9 ପଦ। କିନ୍ତୁ ଯେପରି ଲେଖା ଅଛି, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ତ ଲେଖା ହେଇଛି ଯେ ମୋ ପାଇଁ ଏମିତି ବିଷୟ ଯାକ ପ୍ରସ୍ତୁତ କରାଯାଇଛି, ଯାହାକି ମୁଁ ଆଖି ଦେଖି ନାହିଁ।
ମୋର ଆଖିରେ ଦେଖୁଥିବା ବିଷୟକୁ ନେଇକି ମୁଁ ଆକୃଷ୍ଟ ହେଇକି ବଞ୍ଚିବାକୁ ଚାହେଁ। ମୋର ଆଖିରେ ଯୋଉ ଜିନିଷ ଭଲ ଦେଖାଯାଉଛି, ମୋର ଆଖିରେ ଯୋଉ ଜିନିଷ ଠିକ ଦେଖାଯାଉଛି, ସେଇ ଭିତରୁ ହିଁ ମୁଁ ସଂଗ୍ରହ କରିକି ମୋର ଜୀବନରେ ଆପ୍ଲାଏ କରିବା ପାଇଁ ମୁଁ ଚାହୁଁଛି। କିନ୍ତୁ ମୁଁ ସେଇ ବିଷୟକୁ ଦେଖିବା ପାଇଁ ମୋର ଶକ୍ତି ଅଛି କି, ମୋର ଆଖି ଅଛି କି, ଯୋଉ ବିଷୟ ଗୁଡାକ ମୋ ପାଇଁ ପରମେଶ୍ୱର ପ୍ରସ୍ତୁତ କରିଦେଇଛନ୍ତି। ବାଇବଲ କହୁଛି ଯେ, but as it is written, eyes has not seen, nor ear heard, nor have entered into your heart of men the things which God has prepared for those who love. ତ ପରମେଶ୍ୱର ପ୍ରସ୍ତୁତ କରିଥିବା ବିଷୟ ଗୁଡାକ ପାଇବା ପୂର୍ବରୁ ମତେ ପ୍ରଥମେ ନିଶ୍ଚିତ ଜ୍ଞାନ କରିବାକୁ ପଡିବ ଯେ ମୁଁ କୋଉ ମାଧ୍ୟମରେ ମୁଁ ଦେଖିପାରିବି ସେଇ ବିଷୟ ଗୁଡାକ, ଯୋଉ ବିଷୟ ଗୁଡାକ ମୋର ଆଖିରେ ଦେଖାଯାଉନି। ହଁ, ବର୍ତ୍ତମାନ ବିଶ୍ୱାସ ହଉଛି ଗୋଟେ ପ୍ରତ୍ୟାଶିତ ବିଷୟର ମୂଳଭୂମି, ଆଉ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ, ଅସ୍ପଷ୍ଟ ଜ୍ଞାନ ନାହିଁ। ଏଭିଡେନ୍ସ ବୋଲି ଇଂଲିଶରେ ଲେଖା ହେଇଛି। ହଁ, ବିଶ୍ୱାସର ଚକ୍ଷୁରେ ଆମେ ସେଇ ବିଷୟକୁ ଆଶା କରି ରଖିପାରିବା, ସେଟା ମଧ୍ୟ କନଫିଡେନ୍ସରେ ନାହିଁ, ସେଟା ପ୍ରମାଣ ଯୋଗ୍ୟ ଭାବ, ଆତ୍ମବିଶ୍ୱାସ ନାହିଁ, ଏଟା ପୁରା ବିଶ୍ୱାସ। ହେଲେ ଆମେ ଆଗକୁ ଆମେ ସେଇ ବିଷୟକୁ ଦେଖିପାରିବା ଯାହାକି ପ୍ରଭୁ ଆମ ପାଇଁ ରଖିଦେଇଛୁ। ଆଉ ମଣିଷ ଅତୀତ ପାଇଁ ବେଶୀ ବ୍ୟସ୍ତ ହୁଏ ନାହିଁ, କି ମଣିଷ ବର୍ତ୍ତମାନ ପାଇଁ ମଧ୍ୟ ଯେତିକି ବ୍ୟସ୍ତ ହେଇଥାଏ, ମଣିଷ ଅଧିକାଂଶ ମାତ୍ରାରେ ଭବିଷ୍ୟତ ପାଇଁ ବ୍ୟସ୍ତ ହଉଛି। ଆଜିର ପରିସ୍ଥିତି, ଆଜିର କଷ୍ଟ ସରି ସରି ଯାଉଛି, କିନ୍ତୁ ଆସନ୍ତା ଦିନ ପାଇଁ ଆମେ ବ୍ୟସ୍ତ ହଉଛୁ। ତ ପରମେଶ୍ୱର ଆମକୁ ଗୋଟେ ରାସ୍ତା ଦେଇଛନ୍ତି ଯେ ବିଶ୍ୱାସର ଆଖି ଦ୍ଵାରା ଆମେ ପ୍ରମାଣ ପାଇପାରିବା ଯେ ପରମେଶ୍ୱର ମୋ ପାଇଁ ସେ ବିଷୟ ରଖିଦେଇଛନ୍ତି ଯୋଉ ବିଷୟ ମୋ ଆଖି ଦେଖାଯାଉନାହିଁ, କି ମୋର କାନରେ ମୁଁ ଶୁଣି ନାହିଁ, କି ମୋର ହୃଦୟ ଭିତରେ ମଧ୍ୟ ସେଟା କି ମଧ୍ୟ ମୁଁ ବୁଝି ନାହିଁ। ସତରେ ବର୍ତ୍ତମାନ ଆମେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହଉଛି ଆମ ହୃଦୟ ଭିତରେ, କିଏ ମତେ ଏ ସମସ୍ତ ବିଷୟରେ ପଢେଇକି ନେବ। ଇମ୍ପୋର୍ଟାଣ୍ଟ ହଉଛି ମୋର ମାଲିକ କିଏ, ମୋ ପାଖରେ ମୋର ଅଧ୍ୟକ୍ଷ କିଏ, ମୁଁ କାହା ଦ୍ଵାରା କଣ୍ଟ୍ରୋଲ ହଉଛି, ମୁଁ କାହା ଦ୍ଵାରା ଚାଳିତ ହଉଛି। ମୁଁ ଗୋଟେ ଲୋକ ନାହିଁ ଯିଏକି କେରଳାକୁ ଯିବା ଲୋକ, ମୁଁ ଗୋଟେ ଲୋକ ନାହିଁ ଯିଏକି ଲୋକ ଆଗରେ ଛିଡାକି ବାକ୍ୟ ପ୍ରଚାର କରେ ଲୋକ। ମୁଁ ଯଦି ଭାବିବି ଏଠି ଜିଉଦେଗିରି ଚର୍ଚ୍ଚରେ ଏଇଟା ମୋର ଜ୍ଞାନ ବୁଦ୍ଧିରେ ମୁଁ ଚାଲିଛି, ଏଇଟା ମୋର ଟ୍ୟାଲେଣ୍ଟରେ ମୁଁ ବାଇବଲ କି ମୁଁ ଏ ସମସ୍ତ ବିଷୟର ବୁଝାମଣା ପାଇଲି, ସେଥିପାଇଁ ମୁଁ ବଞ୍ଚୁଛି ପାଷ୍ଟ କାମ ଭାବରେ ସେବା କାମ କରିକି, ତାହେଲେ ମୋ ପରେ ମୂର୍ଖ, ମୋ ପରେ ପୁରାପୁରି ଅନ୍ଧ। ଆରେ ମୂର୍ଖ ହେଲେ ମୁଁ ଏ ବିଷୟକୁ ମୋ ଭିତରେ ମନରେ ମୁଁ ରଖିପାରିବି। କିନ୍ତୁ କ୍ଲିୟରଲି ମୋ ପଛରେ ମତେ ଧରିଛନ୍ତି, ମତେ ଧରିକି ମତେ କଣ୍ଟ୍ରୋଲ କରିବା ଲୋକ ଅଛନ୍ତି। ପ୍ରଥମେ ପରମେଶ୍ୱରଙ୍କ ମଣ୍ଡଳୀ ଭିତରେ ମତେ ଜଡିତ କରାଯାଇଛି। ମୁଁ ଜଡିତ ହେଇନାହିଁ, ମତେ ଜଡିତ କରାଯାଇଛି। ମୁଁ ଆତ୍ମିକ ଭାବରେ ଚାଳିତ ହେଇପାରିବି ନାହିଁ, କିନ୍ତୁ ମତେ ଆତ୍ମିକ ଭାବରେ ଚାଳିତ କରାଯାଉଛି। ଯଦିଓ ପିମ୍ପୁଡ଼ିର ଅଧ୍ୟକ୍ଷ ନାହିଁ ସାମ୍ନାରେ, କିଏ ମଧ୍ୟ ତାର ମାଲିକ ନାହିଁ, ପ୍ରଭୁ ନାହିଁ, କିନ୍ତୁ ସେ ଗ୍ରୀଷ୍ମ କାଳରେ ଖାଦ୍ୟ ସଞ୍ଚୟ କରୁଛି। ତେଣୁ ମୁଁ ପିମ୍ପୁଡି ଠାରୁ ମଧ୍ୟ ଗୋଟେ ଏତେ ଅଯୋଗ୍ୟ ଲୋକ, ପିମ୍ପୁଡି ପାଖରେ ମଧ୍ୟ ଯୋଉ ଜ୍ଞାନ ଅଛି ସେ ଜ୍ଞାନ ମୋ ପାଖରେ ନାହିଁ। ସେଥିପାଇଁ ମୋ ପରି ମୂର୍ଖ ଲୋକକୁ, ସେଥିପାଇଁ ମୋ ପରି ଅନ୍ଧ ଲୋକକୁ ମଣ୍ଡଳୀ ଜୋର ଜବରଦସ୍ତି ପଛରେ ମତେ ଠେଲୁଛି, ଏ ରାସ୍ତାରେ ଯା। ମାତୃ 7 ଲେଖା ହେଇଛି କଣ ବୋଲି, ସଂକୀର୍ଣ୍ଣ ଦ୍ୱାର ଦେଇକି ତମେ ପ୍ରବେଶ କର, କାରଣ ସର୍ବନାଶକୁ ଘିନି ଯିବାର ପଥ ଅସାର ପ୍ରଶସ୍ତ, ଆଉ ତାହା ଦେଇ ଯିବା ଲୋକ ଅନେକ ଲେଖା ହେଇଛି। ଆଉ ଜୀବନକୁ ଘେନି ଯିବାର ପଥ ଦୁର୍ଗମ, ଆଉ ତାର ସନ୍ଧାନ ପାଇବା ଲୋକ ଅତି ଅଳ୍ପ ଲେଖା ହେଇଛି। ମୁଁ ଏଇ ଦିନ କରେ ମୁଁ ମ୍ୟୁଜିକ କନସର୍ଟର ଟିମର ଦୃଶ୍ୟ ଦେଖିକି ମତେ ମୁଁ ଗୋଟେ ବିଷୟକୁ ଆବିଷ୍କାର କରୁଛି, କିଏ କାହା ଦ୍ଵାରା ଧରାଯାଇଛି ସେଇଟା ହଉଛି ଇମ୍ପୋର୍ଟାଣ୍ଟ। ମୁଁ କଣ କରୁଛି ଇମ୍ପୋର୍ଟାଣ୍ଟ ନାହିଁ, ମୁଁ କାହା ଦ୍ଵାରା ଧରାଯାଇଛି ସେଇଟା ହଉଛି ବେଶୀ ଇମ୍ପୋର୍ଟାଣ୍ଟ, କିଏ ମୋର ମାଲିକ। ତ ଏଇ ଜାଗାରେ ଯାହା ଅଛି ଆମେ ପଢୁଛୁ ବାକ୍ୟରେ, ରାଜାବଳୀ ଏକ ପର୍ବ, ପ୍ରଥମ ରାଜାବଳୀ ଏକ ପର୍ବ, ଏଠି ଯଦି ଆମେ ଦେଖିବା ସଲମନ ଆଉ ଅଦନୀୟ ଭିତରେ କଣ ଫରକ ଅଛି। ଅଦନୀୟ ବିଷୟରେ ଯଦି ଆମେ ଦେଖିବା ତାହେଲେ ଅଦନୀୟ ମଧ୍ୟ ବହୁତ ସୁନ୍ଦର ପୁରୁଷ ଥିଲେ। ଯଦି ଆମେ ଏଇ ଜାଗାରେ ଦେଖିବା ତାହେଲେ ଅଦନୀୟ ବର୍ତ୍ତମାନ ଭାବୁଛନ୍ତି, ସେ ନିଜେ ନିଜେ ଭାବୁଛି ମୁଁ ରାଜା ହେବି କହି। ତ ରାଜା ହେବି ବୋଲି ଭାବିବାଟା କିଛି ପ୍ରୋବ୍ଲେମ ନାହିଁ। ମୁଁ ଆଖି ମୁଜିକି ଭାବିବି ମୁଁ ଆମେରିକାର ରାଷ୍ଟ୍ରପତି ବୋଲି ସ୍ୱପ୍ନରେ ଭାବିଲେ କିଏ ମତେ କିଏ ବାଧା ଦେଇପାରିବ, ନା ମତେ କିଏ ଅଭିଯୋଗ କରିପାରିବ। ମୁଁ ଆଖି ବନ୍ଦ କରିକି ଯାହା ବି ଭାବିପାରିବି। ଏବେ ଅଧନୀୟ ଭାବୁଛି ବର୍ତ୍ତମାନ, ହଁ ମୁଁ
ରାଜା ହେବି ବୋଲି। ରାଜା ହେବି ବୋଲି ଅଭିଳାଷ ରଖିବାଟା କିଛି ଇମ୍ପୋର୍ଟାଣ୍ଟ ନାହିଁ, କିଛି ସମସ୍ୟା ନାହିଁ। କି ମୁଁ ରାଜା ହେବା ଆବଶ୍ୟକ କହିକି ସେ ଯାହା ବି ଭାବିପାରିବ। କିନ୍ତୁ ପ୍ରଥମ ଜିନିଷ ହଉଛି ମୁଁ ରାଜା ହେବା ପଛରେ କାହାର ଇଚ୍ଛା ଆଉ କାହାର ସନ୍ତୁଷ୍ଟତା, ଆଉ କିଏ ମୁଁ ରାଜା ହେଲେ କିଏ ମତେ ସପୋର୍ଟ କରିବ, ମୁଁ ରାଜା ହେଲେ ମତେ କିଏ କଣ୍ଟ୍ରୋଲ କରିବ। ମଣିଷ ତ ଏକାକି ଜଣେ ବଞ୍ଚି ପାରିବ ନାହିଁ ନା। ଗୋଟେ ମଣିଷ କେବେ ମଧ୍ୟ ନିଜେ ନିଜର ଜୀବନକୁ ଚାଳିତ କରିପାରିବ କି? ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ସରଳ ଦେଖାଯାଉଛି। ଯଦି ଏକଲା ମନୁଷ୍ୟ ନିଜର ଜୀବନକୁ ଗଢିବ, ଏକଲା ଯଦି ମଣିଷ ବ୍ୟକ୍ତିଗତ ଭାବରେ ସେ ନିଜର ମାଲିକ ନିଜେ ହେଇକି ବଞ୍ଚିବ, ଆରମ୍ଭରେ ତାକୁ ଭଲ ଲାଗିବ, ଠିକ ଲାଗିବ। କିନ୍ତୁ ବାଇବଲ କହୁଛି ଶେଷରେ ସେ କଣ ସମ୍ମୁଖୀନ କରିବୁ? ମୃତ୍ୟୁ ବୋଲି ଗୋଟେ ୱାର୍ଡ ଲେଖା ହେଇଛି। ମରଣକୁ ସେ ସମ୍ମୁଖୀନ କରିବ। ସେ ବ୍ୟାଙ୍କରପ୍ଟ ହବ ବୋଲି ଲେଖା ହେଇନାହିଁ। ବାକି ହେଇଯିବ ସେ ବ୍ୟାଙ୍କରେ, ସେମିତି ଲେଖା ହେଇନାହିଁ। ତାର ଘର ଭାଙ୍ଗିଯିବ ବୋଲି ଲେଖା ହେଇନାହିଁ। ତାକୁ ଖାଇବା ମିଳିବନି ବୋଲି ଲେଖା ହେଇନାହିଁ। ଲେଖା ହେଇଛି ମରିବ ଲେଖା ହେଇଛି। ତ ମରିବା ଠାରୁ ଆର ଅଧିକ ଭୟଙ୍କର ବିଷୟ ମଣିଷ ପାଇଁ କଣ ଅଛି? ଯଦି ମୁଁ କୋଉ ଜାଗାରେ ମଧ୍ୟ ସମସ୍ୟା ହେଲା, ମୁଁ ସେ ସମସ୍ୟାର ସମାଧାନ କରିପାରିବି। କିନ୍ତୁ ଯୋଉ ମୃତ୍ୟୁକୁ ମଣିଷ ସମ୍ମୁଖୀନ କରିବ, କାରଣ କୌଣସି ମୃତ୍ୟୁକୁ ସମ୍ମୁଖୀନ କଲା ପାଇଁ କିଛି ଗୁରୁତର ପାପ କରିବାଟା ନାହିଁ। ସେ 1000ଟା ମର୍ଡର କଲା କି ସେ ବ୍ୟଭିଚାର କଲା କି ସେ ଟଙ୍କା ଖାଇଲା କି ଅନ୍ୟାନ୍ୟ ଖରାପ କାମ କଲା ବୋଲି ସେ ମରୁଛି, ସେମିତି ଲେଖା ନାହିଁ। ମଣିଷର ଦୃଷ୍ଟିରେ କୌଣସି କୌଣସି ସମୟରେ ତାର ନିଜର ଦୃଷ୍ଟିରେ ତାର ରାସ୍ତା ଦେଖାଯାଉଛି, ଠିକ ଦେଖାଯାଉଛି। ଆଜି ଆମେ ଅଭ୍ୟସ୍ତ ହେଇଛୁ ଯେ ଆମେ ଯଦିଓ ଭୁଲ ଚିନ୍ତା କରୁଛୁ, କିନ୍ତୁ ଆମକୁ ଲାଗୁଛି ତୁ ଠିକ ଚିନ୍ତାରେ ଅଛି। ଯଦି ଆମେ ଭୁଲ ରାସ୍ତାରେ ଯାଉଛୁ, ଫିର ବି ଭାବୁଛୁ ଆମେ ଠିକ ରାସ୍ତାରେ ଯାଉଛୁ। ତ ଯୋଉ ସମୟରେ ପିତର ଭାବୁଛନ୍ତି ମୋର ମାଛ ଧରିବାଟା ଜୀବନ ଯାପନ ଠିକ ଠାକ ଚାଲିଛି, କୋଉ ସ୍ଥିତିରେ ସେ ନିଜେ ଭାବି ପାରିବେ ଯେ ମୋର ଏ ଜୀବନ ବେଶୀ ଭୁଲ ବୋଲି କହି। ଯୋଉ ସମୟ ପର୍ଯ୍ୟନ୍ତ ମୋ ପାଖରେ ଏଇ ପ୍ରକାର ଭାବରେ ମୋର ଧାରଣା ଅଛି ଯେ ମୋର ଚିନ୍ତା, ମୋର ରାସ୍ତା, ମୋ ନିଜର ନିଜକୁ ବିଶ୍ୱାସ କରିକି ବଞ୍ଚିବାର ଜୀବନ ଯାପନ ଠିକ ଠାକ କରୁଛି, ତ କେମିତି ମୁଁ ନିଜ ଦ୍ୱାରା ଜାଣିପାରିବି ଏଇଟା ପ୍ରକୃତରେ ଭୁଲ ବୋଲି? ମଣିଷର ପଥ ମଣିଷର ପଥ କୌଣସି କୌଣସି ସମୟରେ ଭୁଲ ଦେଖାଯାଏ, ଲେଖାଏ ନାହିଁ, ସରଳ ଦେଖାଯାଉଛି, ଠିକ ଦେଖାଯାଉଛି। ତାର ଶେଷରେ ମୃତ୍ୟୁ ଅଛି। କିଛି ଖରାପ କାମ କଲା ପରିବର୍ତ୍ତେ, କିଛି ଭୁଲ କଲା ପରିବର୍ତ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୟଙ୍କର ବିଷୟ ହଉଛି ନିଜକୁ ଠିକ ଭାବରେ ଭାବିକି ବଞ୍ଚିବା। କାହିଁକି ରାଜା ନିଜେ ଭାବୁଛି, ଏଠି ଲେଖା ହେଇଛି 5 ପଦରେ, ଏଇ ସମୟରେ ହଗିତର ପୁତ୍ର ଅଦନ୍ୟ ଆପଣଙ୍କ ବଡ କରି କହୁଛି। ଆପଣଙ୍କ ସେ କଣ ବୋଲି କହୁଛି, କଣ କରି କହୁଛି? ବଡ କରିକି। ସେ ନିଜକୁ ବଡ ମନେ କରୁଛି। ମତେ ମଣ୍ଡଳୀ ଏତେ ଅନୁଯୋଗ କରିବା ପାଇଁ ଆରମ୍ଭ କଲା ହଠାତ୍ ଗୋଟେ ସମୟରେ। ମୁଁ ବୁଝିପାରିଲିନି କାହିଁକି ମତେ ମଣ୍ଡଳୀ ଅନୁଯୋଗ କରୁଛି, କାହିଁକି ମତେ ଗାଳି କରାଯାଉଛି, କାହିଁକି ମୋର କୌଣସି ବିଷୟକୁ ଗ୍ରହଣ ଯୋଗ୍ୟ ହୋଇପାରୁନାହିଁ, ଯାହା କଲେ ମତେ କାହିଁକି ମତେ ଏମିତି କରାଯାଉଛି। କିନ୍ତୁ କିଏ ଏ ଦୁନିଆରେ ଏଇ ଯୋଉ ଅଦନ୍ୟ ଭାବୁଛି ମୁଁ ବଡ ଲୋକ, ବଡ ଭାବରେ, ଇଂଲିଶରେ କଣ ଲେଖା ଜାଣିଛନ୍ତି? Then Adonijah, the son of Haggith, exalted himself. ସେ ନିଜକୁ ନିଜକୁ ବହୁତ ବଡ ଭାବରେ ସେ ନିଜକୁ ଦେଖାଉଛି। ମଣ୍ଡଳୀ ଭିତରେ ଥାଏ କି ମଧ୍ୟ ଯଦି ଆମେ ଆନ୍ତରିକ ଭାବରେ, ଯଦି ଆମେ ଆତ୍ମା ଦ୍ଵାରା ଚାଳିତ ହେବା ନାହିଁ, ଯଦି ଆମେ ଆତ୍ମାର ଚେତା ଅନୁସାରେ ବଞ୍ଚିବା ନାହିଁ, ଆମେ କୋଉ ସ୍ଥିତିରେ ଆମେ ନିଜକୁ ବଡ ମନେ କରିବା, ସେ ସ୍ଥିତିରେ ଆମେ ବିଚାରକର୍ତ୍ତା ହେଇଯିବା। ସେ ସମୟଠାରୁ ଆମେ ନିଜ ପାଇଁ ଆମେ ଯୋଜନା କର୍ତ୍ତା ନିଜେ ହେଇଯିବା। ଆମେ କୋଉଟା ଠିକ କୋଉଟା ଭୁଲ ସେ ବିଷୟରେ ବିଚାର କରିବା ପାଇଁ ଆମେ ନିଜେ ମାଲିକ ହେଇଯିବା। ଏବେ ଅଦନୀୟକୁ ବର୍ତ୍ତମାନ କିଏ କଲା ରାଜା ହେବା ପାଇଁ? ବାଇବଲ କହୁଛି କଣ ବୋଲି, ସେ ଅଦନୀୟ ଆପଣାକୁ ବଡ କରି କହୁଛି ସେ ମୁଁ ରାଜା ହେବି। ଏଣୁ ସେ ଆପଣା ପାଇଁ ରଥ ଅଶ୍ୱାରୋହୀ ଗଣ ଆପଣ ଆଗେ ଆଗେ ଦୌଡ଼ିବା ପାଇଁ 500 500 ଜଣ ପ୍ରସ୍ତୁତ କଲା। ସେ ନିଜେ ନିଜେ କରୁଛି ବର୍ତ୍ତମାନ। କିନ୍ତୁ ତା ପାଖରେ କିଏ ଅଛି ଯାହାକୁ ଯେ ତାକୁ ପଢେଇକି ନବ? ଆଉ ତା ପାଖରେ ଯଦିଓ ଥିଲେ ଯୋଉ ଲୋକମାନେ ପ୍ରଭୁଙ୍କର ସହିତ ଜଡିତ ଥିଲେ,
ଯୋଉମାନେ ଦାଉଦଙ୍କ ସହିତ ସଂଯୁକ୍ତ ଥିଲେ, ଯୋଉମାନେ ପ୍ରଭୁଙ୍କର ଚେତା ଥିଲା, ସେମାନଙ୍କୁ ସେ କୋଉ ପ୍ରକାର ଭାବରେ ଟ୍ରିଟ କରୁଛି ଲେଖା ହେଇଛି ଦେଖନ୍ତୁ। 6 ପଦ, ମାତ୍ର ତୁମେ କାହିଁକି ଏପରି କରୁଅଛ ବୋଲି କହି ତାହାର ପିତା ତାକୁ କୌଣସି ସମୟରେ ଅସନ୍ତୁଷ୍ଟ କରୁନଥିଲେ ମଧ୍ୟ ସେ ମଧ୍ୟ ଅତି ସୁନ୍ଦର ପୁରୁଷ ଅବସଲାମ ଉତ୍ତାରେ ଜାତ ହୋଇଥିଲା। ଅବସଲାମ ପରେ ଇଏ ଜନ୍ମ ହେଇଛି। ଆଉ ଏଠି ଲେଖା ହେଇଛି ଯେ କିଏ କିଏ ଅତି ସୁନ୍ଦର ପୁରୁଷ। ମୁଁ ଦାଉଦ ବର୍ତ୍ତମାନ ଆକୁ କିଛି କହିନାହାନ୍ତି ଯଦି ସେ ଅସନ୍ତୁଷ୍ଟ ହେଇପାରିବ ସେ। ହୁଁ। ହେଲେ ମତେ କିଏ କିଛି କହୁନାହିଁ ବୋଲି କହିକି ମୁଁ ଲୁଚି ଯାଇକି ବଞ୍ଚିଯିବି କି? ମୁଁ ଭୁଲ କରି ଚାଲିଥିବି ଚର୍ଚ୍ଚରେ ଭୂତ ଭାବରେ, ଆଉ ମତେ କିଏ ଦେଖୁନାହିଁ ବୋଲି କହିକି ଏଇ ପ୍ରକାରର ଶେଷ ପରିଣତ, ଶେଷ କଣ, ଲକ୍ଷ୍ୟ କଣ, ଲାଷ୍ଟ ଡେଷ୍ଟିନେସନ କଣ? ତେବେ ଅଦନୀୟ ବର୍ତ୍ତମାନ ଏମିତି କାହିଁକି କରୁଛି ବୋଲି ତାକୁ କହିବା ଲୋକ କିଏ ବି ନାହିଁ। ବିପରୀତ ଭାବରେ କହିବା ଲୋକ ଥିଲେ ମଧ୍ୟ ଇଏ କଣ ପ୍ରସ୍ତୁତ କି ଶୁଣିବା ପାଇଁ? ଅଲରେଡି ବର୍ତ୍ତମାନ ଏଇ ଗୋଟେ ଅଭିଳାଷରେ ଧରାଗଲାଣି ଯେ ମୁଁ ରାଜା ହେବି। ରାଜା ହେବି ଅର୍ଥ କଣ? ମୁଁ ଗୋଟେ ଲୋକ ଯିଏକି ନିଜର ମାଲିକ ନିଜେ ହେଇକି ବଞ୍ଚିବି। ମୁଁ କାହାର ଶୁଣିବି ନାହିଁ। ମୁଁ ହିଁ ମୋର ନିଜର ମାଲିକ, ମୁଁ ହିଁ ନିଜର ପ୍ରତ୍ୟେକ ବିଷୟ। କିନ୍ତୁ ଲେଖା ହେଇଛି 7 ପଦରେ ଲେଖା ହେଇଛି, ପୁଣି ସେ ସୌରର ପୁତ୍ର ଯୋଆବ ଓ ଅବିୟାଥର ଯାଜକ ସହିତ ପରାମର୍ଶ କଲେ। ସେ ଯୋଆବ ସହିତ ପରାମର୍ଶ କରୁଛି। ଯୋଆବ କିଏ ଭାଇ ଭଉଣୀ ମାନେ? ଯୋଆବ ହଉଛନ୍ତି ଦାଉଦ ରାଜାଙ୍କର ଭଣଜା। ଆଉ ଇଏ ଯୋଆବ ଇଏ କଣ କରୁଛି ଜାଣିଛନ୍ତି ବାଇବଲରେ? ହଁ? ଅବସଲାମ ଯିଏକି ଦାଉଦଙ୍କର ପୁତ୍ର। ହଁ? ଆଉ ଦାଉଦ ତାଙ୍କ ହୃଦୟ ଭିତରେ ଦାଉଦ କହୁଛନ୍ତି ଅବସଲାମକୁ ତମେ ଛୁଁ ନାହିଁ, କିଛି କରୁନାହିଁ। କିନ୍ତୁ ଏ ଯୋଆବ ଇଏ ଅବସଲାମକୁ ହତ୍ୟା କଲା ଲେଖା ହେଇଛି। ଯଦି ଗୋଟେ ସାଧାରଣ ସୈନ୍ୟ ଯୋଆବକୁ କହୁଛନ୍ତି ତମେ କାହିଁକି ଏମିତି କରୁଛନ୍ତି? ଆପଣ ରାଜା ତ କହିଥିଲେ ଅବସଲାମକୁ ତମେ କୋମଳ ବ୍ୟବହାର କରିବ, ତାକୁ ଛୁଇଁବ ନାହିଁ। ମୁଁ ଯଦି ଆପଣଙ୍କ ଜାଗାରେ ଥାନ୍ତି ମୁଁ କିଛି ବି କରୁନଥାନ୍ତା। କିନ୍ତୁ ଯୋଆବ ସେଟା ଶୁଣିକି ହଁ, ସେ ଲୋକର କଥାକୁ ସେ ଲୋକ ସେ ସୈନ୍ୟର କଥାକୁ ନ ଶୁଣିକି ଯୋଆବ, ଲେଖା ହେଇଛି ବାଇବଲ, 3ଟି କେଞ୍ଚା ନେଲା। କେଞ୍ଚା ମାନେ କଣ ଜାଣିଛନ୍ତି? ମୁଁ ପେଟ ଭିତରେ ପଶିଲେ ହଁ, ଯଦି ଭୁସିବ ସେ ଲୋକ, ଯିଏ ବି ସେ କେଞ୍ଚା ବୋଲି ବାହାର କଲା ବେଳକୁ ସେ ପୁରା ମାଂସ ଅନ୍ତି ପୁଟୁଳା ବାହାରି ଧରିକି ଆସିବ। ସେଟା ଏମିତି ହେଇଥିବ। ସେ ଦ୍ୱାରା ଅବସଲାମକୁ ସେ ହତ୍ୟା। ସେ ଯୋଆବ ଯିଏକି ଦାଉଦଙ୍କର ତଳେ ପ୍ରଧାନ ସେନାପତି ହେଇକି ଥିଲା। ସେ ଯୋଆବ ଯିଏକି ଦାଉଦଙ୍କର କଥା ଶୁଣିକି ସେ ବଞ୍ଚିବା କଥା, ତାର ସୈନ୍ୟ ସାମନ୍ତ ପଢିକି ନେବା କଥା। ବର୍ତ୍ତମାନ ସେ ଯୋଆବକୁ ଏବେ ବର୍ତ୍ତମାନ ଅଦନୀୟ କନସଲ୍ଟ କରୁଛି। ହଁ? ତାପରେ ଅବିୟାଥର ଯାଜକ ସହ ପରାମର୍ଶ କଲା। ଆଉ ସେମାନେ ଅଦନୀୟର ଅନୁଗତ ହୋଇ ତାକୁ ସାହାଯ୍ୟ କଲେ। ଅଦନୀୟର ଅନୁଗତ ହୋଇକି ତାକୁ ସାହାଯ୍ୟ କରୁଛନ୍ତି। କାହାକୁ? ତ ଏମାନେ ଯୋଉ ଭାବୁଛନ୍ତି, ଏମାନେ ଯୋଉ ଶୁଣିଲେ ଅଦନୀୟ କହୁଛି ମୁଁ ରାଜା ହେବି କହିକି। ହୁଁ? ମୁଁ ରାଜା ହେବି କହିଲାରୁ ଏଇ ଲୋକମାନେ ଇଏ ଯୋଆବ ଆଉ ଅଦନୀୟ ରାଜା, ଏମାନେ ବର୍ତ୍ତମାନ ଓ ବଢିଆ ବଢିଆ, ତୁ ରାଜା ହେଲେ ବେଶୀ ବଢିଆ ହବ କହିକି ତାକୁ ସପୋର୍ଟ କରୁଛନ୍ତି ଲେଖା ହେଇଛି। 7 ପଦ ଲେଖା ହେଇଛି, ଦେନ୍ ହି conferred with Joab the son of Jeruah and with Abiathar the priest and they followed and helped Adonijah. ସେମାନେ ସାହାଯ୍ୟ କଲେ ଲେଖା ହେଇଛି। ମୁଁ ଆଜି ଆପଣଙ୍କୁ କହିବାକୁ ଚାହୁଁଛି କି ପ୍ରକାର ସାହାଯ୍ୟ? ଏ ସାହାଯ୍ୟ କୋଉ ପ୍ରକାର ସାହାଯ୍ୟ ଆଉ କୋଉ ମାଧ୍ୟମରେ ସାହାଯ୍ୟ କଲେ? ଅଦନୀୟକୁ, ଯୋଉ ଅଦନୀୟ ନିଜକୁ ବଡ କରି କହୁଛି ମୁଁ ରାଜା ହେବି। ଏ ଅଦନୀୟ ପାଖରେ କୌଣସି ଚେତା ନାହିଁ ଈଶ୍ୱରଙ୍କ ଆଡୁ ଚିନ୍ତା କରିବା ପାଇଁ, କି ଯୋଉ ସ୍ଥିତିରେ ବର୍ତ୍ତମାନ ମୁଁ ଆପଣଙ୍କୁ ବଡ କରିବା ପଛରେ କେତେ ଦୂର ଯଥାର୍ଥ ସେ ଭାବି ପାରୁନାହିଁ। ଆଉ ଏ ଦିଟା ଲୋକ ଯୋଆବ ଆଉ ଅବିୟାଥର ଯାଜକ ଯାଇକି ସାହାଯ୍ୟ କରୁଛନ୍ତି ଲେଖା ହେଇଛି। ତାପରେ 8 ପଦ ଦେଖନ୍ତୁ। 8 ପଦରେ କଣ ଲେଖା ହେଇଛି? ମାତ୍ର ସାଧକ ଯାଜକ ଓ ଜିହୋଦାର ପୁତ୍ର ବନାୟ ଓ ନାଥାନ ଭବିଷ୍ୟତ ବକ୍ତା ଓ ସିମଇ ଓ ରେ ଦାଉଦଙ୍କର ବୀରଗଣ ଅଦନୀୟର ପକ୍ଷରେ ନଥିଲେ। ଏ ଲୋକମାନେ ସାଧକ ଯାଜକ ଠୁ ଆରମ୍ଭ କରିକି ନାଥାନ ଭବିଷ୍ୟତ ବକ୍ତା, ଏମାନେ ଅଦନୀୟର ପକ୍ଷରେ ନଥିଲେ ଲେଖା ହେଇଛି। କାହିଁକି ଏମାନେ ଅଦନୀୟର ପକ୍ଷରେ ନଥିଲେ? ଆଉ କାହିଁକି ବର୍ତ୍ତମାନ
ସୌରର ପୁତ୍ର ଯୋଆବ ଆଉ ଅବିୟାଥର ଯାଜକ ଅଦନ୍ୟ ପକ୍ଷେ ରହିଲେ। ତ ଏଠି ଯୋଆବ ଅବିୟାଥର ଯାଜକ। ଏବେ ଯୋଆବ ହଉଛି ଗୋଟେ ସେନାପତି, କମାଣ୍ଡର, ମେନ୍ କମାଣ୍ଡର ସେ। ଆପଣ ଭାବି ପାରିବେ, ଟିକେ ଇମାଜିନେସନ କରନ୍ତୁ, ଦାଉଦଙ୍କର ସୈନ୍ୟ ସାମନ୍ତର ଦଳ ଭିତରେ ପ୍ରଧାନ ଭାବରେ, ପ୍ରତିନିଧି ଭାବରେ କିଏ? ଯୋଆବ। ଯୋଆବ ସାଧାରଣ ସୈନ୍ୟ ନାହିଁ, ଯୋଆବ ହଉଛି ଗୋଟେ ମୁଖ୍ୟ ସେନାପତି। କିନ୍ତୁ ସେ ମୁଖ୍ୟ ସେନାପତି କାହାର? ଦାଉଦଙ୍କର। କିନ୍ତୁ ମୁଖ୍ୟ ସେନାପତି ଦାଉଦଙ୍କର ଥାଇକି ମଧ୍ୟ ଗୁପ୍ତ ଭାବରେ ସେ ମନ୍ତ୍ରଣା, ଅଧନିର ମନ୍ତ୍ରଣାକୁ ନେଇକି ସେ ସାହାଯ୍ୟ କରୁଥିଲେ। ହେଲେ ଏବେ ସେନାପତି ଯୋଆବର ହୃଦୟ ଭିତରେ କୌଣସି ଚେତା ନାହିଁ ଈଶ୍ୱରଙ୍କ ଆଡୁ ଚିନ୍ତା କରିବା। ହେଲେ ଈଶ୍ୱରଙ୍କ ଆଡୁ ଚିନ୍ତା କରି ଯଦି ଆପଣଙ୍କ ଚେତା ଥାନ୍ତା, ଅଧନିକୁ ସେ ଡାଇରେକ୍ଟ କହିଥାନ୍ତେ ଆପଣ କଣ ପାଇଁ ଭାବୁଛନ୍ତି? ଆପଣ ଜାଣିନାହାନ୍ତି ବର୍ତ୍ତମାନ ବର୍ତ୍ତମାନ ଏଇ ଜାଗାରେ ରାଜା କିଏ ଯାଉଛି? କାହିଁକି ଆପଣଙ୍କୁ କିଏ କହିଲା ଆପଣଙ୍କର କଥାରେ ଆମେ ସମ୍ମତ ନ ହଉ? କିଏ କହିଲା ବାଇବଲରେ? ଯୋଆବ କହିନାହିଁ କି ଅବ୍ୟଥର ଯାଜକ କହୁନାହିଁ। କିନ୍ତୁ ଏମାନେ ନାଥନ ଭବିଷ୍ୟଦ୍ବକ୍ତା, ସାଧକ ଯାଜକ, ଏମାନେ କହୁନାହାନ୍ତି। ଏମାନେ ଦାଉଦଙ୍କ ଅଦନୀୟର ପକ୍ଷରେ ନାହାନ୍ତି। ତାପରେ 9 ପଦ ଦେଖିବା ମାନେ ଏଉତାରେ ଅଦନୀୟ ଐନରଗରରେ ପାର୍ଶ୍ୱସ୍ଥ ସହେଲତ ପ୍ରସ୍ତର ନିକଟରେ ମେଷ, ବୃଷ, ପୁଷ୍ଟ ପଶୁମାନଙ୍କୁ ମାରି ଆପଣ ଭ୍ରାତା ସମସ୍ତ ରାଜପୁତ୍ରଙ୍କୁ, ରାଜାଙ୍କ ଦାସ ଜିହୁଦାର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କଲେ। ସବୁ ଲୋକକୁ ଅଦୟ ଡାକିକି ଭୋଜି କରୁଛନ୍ତି। କାହିଁକି ରାଜା ହେବାକୁ ଯାଉଛନ୍ତି ନା? କିନ୍ତୁ 10 ପଦରେ ଦେଖନ୍ତୁ, ମାତ୍ର ନାଥନ ଭବିଷ୍ୟତ ବକ୍ତାଙ୍କୁ ଓ ବନାୟକୁ ଓ ବୀରମାନଙ୍କୁ ଆପଣ ଭାଇ ସଲମନକୁ ସେ ନିମନ୍ତ୍ରଣ କଲା ନାହିଁ। କାହିଁକି? କାହିଁକି ଅଧନିୟ ପଦ ସମସ୍ତଙ୍କୁ ଡାକୁଛି ବର୍ତ୍ତମାନ, କାହିଁକି ନାଥନ ଭବିଷ୍ୟତ ତାଙ୍କୁ ଡାକୁନାହିଁ? ଆପଣ ପଢିପାରିବା ପରେ ପଢିପାରିବେ ଆପଣ ବାଇବଲରେ ପ୍ରଥମ ରାଜାବଳୀ 22 ପର୍ବକୁ ଯଦି ଷ୍ଟଡି କରିବେ ଆପଣ, ସେଠି ମଧ୍ୟ ରାଜା ଆହାବ ବୋଲି ଜଣେ ରାଜା ଅଛନ୍ତି। ଆହାବ ରାଜା ମଧ୍ୟ ନାବତ ସରି ଯୋଉ ସମୟରେ ସେ ଜିହୋଶାଫାଟକୁ କହୁଛନ୍ତି ଯେ ଚାଲ ରାମୋତ ଗିଲିଆଦକୁ ଯିବା। ଆଉ ରାମୋତ ଗିଲିଆଦରେ ମୁଁ କେତେଟା ଜମିକୁ ମୁଁ ନେବା ପାଇଁ ଚାହୁଁଛି। ତ ସେ ସମୟରେ ସୈନ୍ୟ ସାମନ୍ତକୁ ପ୍ରତ୍ୟେକ ଯାଉଛନ୍ତି ସେ। କିନ୍ତୁ ଜିହୋଶାଫାଟ ବର୍ତ୍ତମାନ ଏବେ ଅ ରାଜାଙ୍କୁ କହିଲେ, ଆହାବ ରାଜା, ଠିକ ଅଛି ମୁଁ ସହମତ ଅଛି ଆପଣଙ୍କ କଥାରେ, ମୁଁ ଆପଣଙ୍କ ପାଇଁ ସୈନ୍ୟ ସାମନ୍ତ ଦେବି, ଟିକେ ପ୍ରଭୁଙ୍କ ଲୋକ ଯଦି ଏଠି କିଏ ଅଛି ଆମେ ଯାହାକୁ ପଚାରି ପାରିବା। ହଁ ଅଛନ୍ତି, ପ୍ରଭୁଙ୍କ ଦାସ ମାନେ ବେଶୀ ଅଛନ୍ତି, ଯାଜକ ମାନେ ଅଛନ୍ତି, ତାଙ୍କୁ ପଚାରି ପାରିବା। ତ ଆହାବ ରାଜା ଯାହାକୁ ରଖିଥିଲା, ସମସ୍ତଙ୍କୁ ପଚାରିଲା ଯାଆନ୍ତୁ ଆପଣ, ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ। ହେଲେ ମଧ୍ୟ ଜିହୋଶାଫାଟ ରାଜା ଆଉ ଗୋଟେ ବିଷୟ କହିଲେ, ନାଇଁ ନା ଆଉ ଜଣକୁ କାହାକୁ କହିଲେ ପଚାରିଲେ ହବ କି? ଅଛି କି? ହଁ ଆଉ ଜଣେ ଅଛି ଯେ ତାକୁ ମତେ ପସନ୍ଦ ନାହିଁ। ସେ ସବୁବେଳେ ମୋର ଅମଙ୍ଗଳ ଚିନ୍ତା କରେ, ଏମିତି କହୁଛି ସେ। ଏବେ ଅଦନୀୟର ହୃଦୟ ଭିତରେ ଅଦନୀୟ କାହିଁକି ନାଥନକୁ ଡାକୁନାହିଁ? କାହିଁକି ସେ ବର୍ତ୍ତମାନ ଭାବୁଛନ୍ତି ଏମାନେ ଏମାନେ ସଠିକ ନୁହନ୍ତି ଆସିବା। ଯଦି ତାର ରାଜା ହେବା ପାଇଁ ଯୋଜନା କରିକି ଯଦି ସେ ମନ୍ତ୍ରଣା କରୁଛି, ତାହେଲେ କାହିଁକି ନିର୍ଦ୍ଦିଷ୍ଟ ଏ ଲୋକକୁ ଡାକିଲେ ଆଉ ନିର୍ଦ୍ଦିଷ୍ଟ ଏଇ ଲୋକକୁ କାହିଁକି ଡାକୁନି ସେ? ତାର ନିର୍ଦ୍ଦିଷ୍ଟ ସ୍ପଷ୍ଟ କାରଣ ହଉଛି ଅଦନୀୟ ବହୁତ ଭଲରେ ଜାଣିଥିଲେ ଯେ ଏମାନେ ମୋ ସପକ୍ଷରେ ହେଇପାରିବେ ନାହିଁ। କାହିଁକି? ଏମାନେ ଦାଉଦଙ୍କ ସପକ୍ଷରେ ଅଛନ୍ତି। ବାୟୁ ଭାବରେ ବର୍ତ୍ତମାନ ଜବାବ ଦେଖାଯାଉଛି ଦାଉଦଙ୍କ ସପକ୍ଷରେ ଥିଲା ପରେ, କିନ୍ତୁ ଭିତରେ ଦାଉଦଙ୍କର ଶତ୍ରୁ ଭାବରେ ସେ ବର୍ତ୍ତମାନ ରିଆକ୍ଟ କରୁଛି ବର୍ତ୍ତମାନ ଅଦନୀୟର ସପକ୍ଷରେ ଛିଡା ହେଇକି। ଅନେକ ସମୟରେ ମୁଁ ମଧ୍ୟ ଏଇ ପ୍ରକାର ଅଦନୀୟ ପରି ମୁଁ ବଞ୍ଚିଲି ଚର୍ଚ୍ଚରେ। ଅନେକ ସମୟରେ ମୋ ହୃଦୟ ଭିତରେ ମୁଁ ପ୍ରଭୁଙ୍କ ଦାସଙ୍କୁ ଅଭିଯୋଗର ହୃଦୟ ରଖିକି ମୁଁ ବାହାରେ ମୁଁ ହସ ହସ ମୁହଁରେ ଠକିବାର ଜୀବନ ମୁଁ କାଟିଲି। ମନୁଷ୍ୟର ପଥ କୌଣସି କୌଣସି ମୋର ସରଳ ଦେଖାଯାଉଛି, ଦେଖାଯାଇପାରେ ବର୍ତ୍ତମାନ ଠିକ ଠାକ ମୋର, ବାହାରେ ତ କିଛି ସମସ୍ୟା ଦେଖାଯାଉନି। ଏବେ ଅଦନୀୟ ପାଖରେ ଯୋଉ ଲୋକ ଜମା ହେଇଛନ୍ତି, ସେମାନେ ଭୋଜି କରୁଛନ୍ତି, କେତେ ଖୁସି ହଉଥିବେ ସେମାନେ। ତ ମୁଁ ଆଉ ଆପଣଙ୍କୁ କହିବାକୁ ଚାହୁଁଛି, ଏ ଯୋଉ ଲୋକମାନେ ଅଦନୀୟ ଭୋଜିକୁ ଯାଇଛନ୍ତି, ଏ ଲୋକର ପ୍ରକୃତର ହୃଦୟ କଣ ଅଦନୀୟ ରାଜା ହଉ ବୋଲି? ନାଇଁ, ଏମାନେ ବର୍ତ୍ତମାନ ଯାଇଛନ୍ତି ସେଠୁ ନିଜର ଶାରୀରିକ ଅଭିଳାଷ ପୂରଣ କରିବା। ତ ଏଇ ଜାଗାରେ ଆପଣ ସମସ୍ତେ ଜାଣିଛନ୍ତି
ଏ ଜାଗାରେ ଅଦନୀୟ ରାଜା ହେବା ପାଇଁ ପରମେଶ୍ୱର କୌଣସି ପ୍ରସ୍ତାବ ନାହିଁ। କିନ୍ତୁ ପରମେଶ୍ୱରଙ୍କର ପ୍ରତିଜ୍ଞା, ଈଶ୍ୱରଙ୍କର ଯୋଜନା ହଉଛି ସଲୋମନକୁ ରାଜା ଭାବରେ ସ୍ଥାପନ କରିବା ପାଇଁ। ଆମେ ଆଜି ଆମର ହୃଦୟ ଭିତରେ ସଲୋମନକୁ ରାଜା କଲା ସଦୃଶ ଖ୍ରୀଷ୍ଟଙ୍କୁ ଆମ ହୃଦୟ ଭିତରେ କର୍ତ୍ତା ଭାବରେ, ପ୍ରତିନିଧି ଭାବରେ, ରାଜା ଭାବରେ ପ୍ରଭୁ ଆମକୁ ଖ୍ରୀଷ୍ଟକୁ ଦେଇଛନ୍ତି। এই ଜାଗାରେ ଅଦନୀୟ କିଏ ଭାଇ ଭଉଣୀ? ଅଦନୀୟ ହଉଛି ମୋର ଶରୀର। ସବୁବେଳେ ଅଦନୀୟ ସଦୃଶ ଶରୀର ସଦାବେଳେ ନିଜକୁ ରାଜା ହେବା ପାଇଁ ଚାହୁଁଛି, ସଦାବେଳେ ନିଜକୁ ବିଚାରକର୍ତ୍ତା କରିବାକୁ ଚାହୁଁଛି। ଏ ଅଦନୀୟ ଭଳିଆ ଆମ ଶରୀର କାହାର ଶୁଣିବା ପାଇଁ ଚାହୁଁନି, କାହାକୁ ପଚାରିବାକୁ ଚାହୁଁନି। ଆମ ଶରୀର ନିଜର ବିଚାରକର୍ତ୍ତା ନିଜେ ହେବାକୁ ଚାହୁଁଛି। କିନ୍ତୁ ମୁଁ ଯେତେବେଳେ ଦେଖୁଛି ଏଇଠି ଏ ବର୍ତ୍ତମାନ ନାଥନ ଭବିଷ୍ୟତ ବକ୍ତା, এই ନାଥନ ଭବିଷ୍ୟତ ବକ୍ତା ଆଉ ସାଧକ ଯାଜକ ସଦୃଶ ମଣ୍ଡଳୀରେ ପରମେଶ୍ୱର ଦାସ ମାନଙ୍କୁ ପ୍ରଭୁ ଦେଇଛନ୍ତି। ଆମ ଆତ୍ମିକ ଚେତାରେ ବଞ୍ଚିବା ଲୋକମାନଙ୍କ ସହିତ ଜଡ଼ିତ ହେବା ପାଇଁ ପ୍ରଭୁ ଦେଇଛନ୍ତି ଆମ, ଆଉ ସେମାନଙ୍କ ସହିତ ଜଡ଼ିତ ହେଇକି ବଞ୍ଚିବାର ଜୀବନ ଯାପନ, ଏହି ପ୍ରକୃତରେ ଆଶୀର୍ବାଦର ଜୀବନ ଯାପନ। ପ୍ରଭୁଙ୍କ ବାକ୍ୟ ଲେଖା ହେଇଛି ଯେ ଜ୍ଞାନ ଅର୍ଜନ କରିବାଟା ସୁନା ଠାରୁ ମଧ୍ୟ ଅଧିକ ମୂଲ୍ୟବାନ, ବୁଦ୍ଧିକୁ ଅର୍ଜନ କରିବାଟା ମଧ୍ୟ ରୂପା ଠାରୁ ମଧ୍ୟ ଅଧିକ ମୂଲ୍ୟବାନ, ଶୁଣିବାଟା ହଉଛି ବେଶୀ ମୂଲ୍ୟବାନ। ଦିଶା ପୁସ୍ତକ ଲେଖା ହେଇଛି 95 ହଁ, ତମେ କର୍ଣ୍ଣଟେର ଶୁଣ, ମୋ ପାଖକୁ ଆସ, ତହେରେ ତମର ପ୍ରାଣ ବଞ୍ଚିବ ଲେଖା ହେଇଛି। ତ ଭାଇ ଭଉଣୀକୁ ଆଜି ମୁଁ କହିବାକୁ ଚାହୁଁଛି ଯେ ଏ ଅଦନୀୟ ସଦୃଶ ଆମର ଶରୀର କୌଣସି ଆବଶ୍ୟକ ନାହିଁ ତାକୁ ସ୍ଥାପନ କରିବା ପାଇଁ। ପ୍ରଭୁ ଆମକୁ ସଲୋମନକୁ ଦେଇଛନ୍ତି। ପ୍ରଭୁ ଆମକୁ କଣ ଦେଇଛନ୍ତି? ବାକ୍ୟ ଦେଇଛନ୍ତି। ପ୍ରଭୁ ଆମକୁ ଈଶ୍ୱରଙ୍କର ଦାସଙ୍କୁ ଦେଇଛନ୍ତି। ପ୍ରଭୁ ଆମକୁ କଣ ଦେଇଛନ୍ତି? ଅଧ୍ୟକ୍ଷ ଦେଇଛନ୍ତି। ପିମ୍ପୁଡ଼ିର ଯଦି ଅଧ୍ୟକ୍ଷ ନାହିଁ, ପିମ୍ପୁଡ଼ିର କିଏ କର୍ତ୍ତା ନାହିଁ, ପିମ୍ପୁଡ଼ିର କିଏ ମାଲିକ ନାହିଁ ଲେଖା ହେଇଛି, ଫିର ବି ସେ ଗ୍ରୀଷ୍ମ କାଳରେ ଖାଦ୍ୟ ସଞ୍ଚୟ କରୁଛି। ହେ ଅଳସୁଆ, ତମେ ପିମ୍ପୁଡ଼ି ନିକଟକୁ ଯାଅ, ତାର କ୍ରିୟାକୁ ବିବେଚନା କର। ମୋ ଛୋଟ ପିଲା ଥିଲା ସମୟରେ ମୋ ମା ସବୁବେଳେ ମତେ ଏଇଟା ପାଟିରେ ଗେଞ୍ଜି ଗେଞ୍ଜି ମତେ କୁହେ, ଏ ଅଳସୁଆ ପିମ୍ପୁଡ଼ି ପାଖକୁ ଯା। ପିମ୍ପୁଡ଼ି ପାଖ କଣ ପାଇଁ ଯିବି? କଣଟା ଅଛି ପିମ୍ପୁଡ଼ି? ତାକୁ ଧରିଲେ ତ ଏତେ ଚିପୁଡ଼ିଲେ ମରି ଯାଉଛି। ମୁଁ ଛୋଟ ଥିଲା ସମୟରେ ମୁଁ ଜାଣିନଥିଲି। ଆଜି ପ୍ରଭୁ କହୁଛନ୍ତି ମତେ, ସଣ୍ଟୁ ତୁ ପିମ୍ପୁଡ଼ି ପାଖକୁ ଯା, ତାର କ୍ରିୟାକୁ ବିବେଚନା କର। ଯଦି ମୋର ଅହଙ୍କାର, ମୋର ଦାମ୍ଭିକତା, ମୋର ବିଚାର, ଯଦି ମୁଁ ନିଜକୁ ବଡ କରିକି ଯଦି ମୁଁ ବଞ୍ଚିବା ପାଇଁ ମୋର ମନ ଅଛି, ମୁଁ କେମିତି ପିମ୍ପୁଡ଼ି ପାଖକୁ ଯିବି? ମାନେ ମୁଁ କେମିତି ସେଇ ଲୋକଠାରୁ ଶୁଣିବି ଯୋଉ ଲୋକ ଆଡକୁ ମୋର ହୃଦୟରେ ଗ୍ରହଣ ଯୋଗ୍ୟ ହେଇପାରୁନାହିଁ? ମୁଁ କାହିଁକି ଅନ୍ୟ ଗ୍ରହଣ କରିପାରୁନାହିଁ? କାରଣ ସେମାନେ ମତେ ଆଘାତ କରୁଛନ୍ତି ବୋଲି କହିକି, ସେମାନେ ମତେ ଗ୍ରହଣ କରିପାରୁନାହାନ୍ତି ବୋଲି କହିକି? ନାଇଁ, କାହିଁକି ସେମାନେ ସେ ବିଷୟକୁ ମୋ ଭିତରେ ଗ୍ରହଣ କରିବା ପାଇଁ ଆବଶ୍ୟକ ଅଟେ, ଯୋଉ ବିଷୟ ମତେ ଧ୍ୱଂସ ପଥକୁ ନଉଛି। ମୋ ଭିତରେ ଥିବା ବିଷୟ ଗୁଡାକୁ ଯିଏ ଗ୍ରହଣ କରୁନାହିଁ, ସେଥିରେ ମତେ ଆଘାତ ଲାଗୁଛି। ତାର ଗୋଟେ ହିଁ ଲକ୍ଷଣ ଯେ ଏଇ ଜାଗାରେ ଯୋଉ ଯୋଆବ ଅବିବାଥର ଯାଜକ ଯିଏ ଅଦନୀୟ ପକ୍ଷରେ ଛିଡା ହେଲେ, କାରଣ ଏମାନଙ୍କ ପାଖରେ ଚେତା ନାହିଁ ଯେ ବର୍ତ୍ତମାନ ଏଇ ଜାଗାରେ ଦାଉଦଙ୍କ ତଳେ ଆମେ ବଞ୍ଚୁଛୁ, ଆଉ ଦାଉଦଙ୍କ ତଳେ ବଞ୍ଚିକି ଆମେ ଜାଣିଛୁ ଯେ ଈଶ୍ୱରଙ୍କର ଯୋଜନା ହଉଛି ସଲୋମନକୁ ରାଜା କରିବା ପାଇଁ। ତୁ କଣ ପାଇଁ ନିଜକୁ ବଡ କରି କହୁଛୁ? ତୋତେ କିଏ କଲା ରାଜା ହେବା ପାଇଁ? ଏମିତି କାହିଁ କହିପାରିବେନି ଏମାନେ? କାରଣ ଏମାନଙ୍କ ପାଖରେ ମଧ୍ୟ ଅଭିଳାଷ ଅଛି, ଏମାନଙ୍କ ପାଖରେ ମଧ୍ୟ ଶାରୀରିକ ଭାବରେ ବଞ୍ଚିବା ପାଇଁ ଅଭିଳାଷ ଅଛି। ସେଥିପାଇଁ ଏମାନେ ଅଦନୀୟ ପକ୍ଷରେ ଛିଡା ହେଇଛନ୍ତି। କିନ୍ତୁ ନାଥନ ଭବିଷ୍ୟତ ବକ୍ତା ଆଉ ସାଧକ ଯାଜକ ବର୍ତ୍ତମାନ ଏମାନେ ଅଦନୀୟ ପକ୍ଷରେ ଛିଡା ହେଇନାହାନ୍ତି। ଯାତ୍ରା ପୁସ୍ତକ 32 ପର୍ବରେ ମଧ୍ୟ ସେଠି ମଶା ଚିତ୍କାର କରୁଛନ୍ତି, କିଏ ଅଛି ସଦାପ୍ରଭୁ ସପକ୍ଷରେ ତମେ ଛିଡା ହୁଅ। ନିଜ ପ୍ରତିବାସୀ, ନିଜର ଭ୍ରାତା, ନିଜ ଆତ୍ମୀୟ ଲୋକକୁ ତମେ ହତ୍ୟା କର ବୋଲି କହିକି ମଶା ସେଇଠି ଚିତ୍କାର କରୁଛନ୍ତି। ଆଜି ଯିଏ ଶରୀର ସପକ୍ଷ ରହିବ, ଆଜି ଯିଏ ଶରୀର ସପକ୍ଷ ରହିବ, ସେ କେବେ ମଧ୍ୟ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବ। ଆଜି ଭାଇ ଭଉଣୀକୁ ମୁଁ କହିବାକୁ ଚାହୁଁଛି, ସତରେ ସଲମନ ରାଜା ହେବା ପଛରେ ଈଶ୍ୱରଙ୍କର ହାତ ଅଛି। ଯଦି, ତାହେଲେ କିଏ ତାକୁ ପ୍ରତିବାଦ କରିପାରିବ? କିଏ ତାକୁ ବାଧା ଦେଇପାରିବ? ଯଦି ଅଦନୀୟର ପକ୍ଷରେ ଯଦି ଈଶ୍ୱରଙ୍କର ଯଦି ଇଚ୍ଛା ନାହିଁ ରାଜା କରିବା ପାଇଁ, କିଏ ତାକୁ ସପୋର୍ଟ କଲେ ମଧ୍ୟ ସେ କଣ କରିପାରିବ? ଆମେ ବୁଝିପାରୁଛନ୍ତି। ଆଜି ଆମମାନଙ୍କୁ ପରମେଶ୍ୱର ଯୀଶୁ ଖ୍ରୀଷ୍ଟଙ୍କୁ ରାଜା ଭାବରେ ଦେଇଛନ୍ତି। ଆଜି ଖ୍ରୀଷ୍ଟ ହଉଛନ୍ତି ଅହଙ୍କାର ମୁକ୍ତ, ଯୀଶୁ ହଉଛନ୍ତି ଦାମ୍ଭିକରୁ ମୁକ୍ତ, ଯୀଶୁ ହଉଛନ୍ତି ନମ୍ର, ଯୀଶୁ ହଉଛନ୍ତି ପାପର ମୂଲ୍ୟ, ପାପ ଲେଶ ମାତ୍ର ପାପ ତାଙ୍କ ପାଖରେ ନାହିଁ। ସେ ହଉଛନ୍ତି ଗୋଟେ ପ୍ରତିଛବି ଆମ ପାଇଁ, ଯାହାକି
ଆମେ ବାଧ୍ୟ ତାଙ୍କୁ ପୂର୍ଣ୍ଣ ହୃଦୟରେ ଶୁଣିବା ପାଇଁ। ଖ୍ରୀଷ୍ଟଙ୍କ ପରି ଜଗତରେ କିଏ ବି ନାହିଁ ଯାହାକୁ ଆମେ ଭେଟିକି ଆମେ କହିପାରିବା ଯୀଶୁଙ୍କଠାରୁ ଅଧିକ ନମ୍ର ଇଏ କହିକି, ଆଉ ଯୀଶୁଙ୍କଠାରୁ ଅଧିକ ଇଏ ପ୍ରେମକାରୀ କହିକି ଆମେ କାହାକୁ ଭେଟି ପାରିବା କି ଆଉ, କି ଅଛି କି ଆଉ? ମାତ୍ର ଶୈତାନ ଆମକୁ ଆମ ଶରୀରକୁ ବ୍ୟବହାର କରିକି ଯିଏ ଆମକୁ ଭଲ ପାଉଛନ୍ତି, ଯିଏ ଆମକୁ କୋଡେଇକି ନଉଛନ୍ତି, ଯିଏ ଆମକୁ ପ୍ରତ୍ୟେକ ଆତ୍ମିକ ଭାବରେ କୋଡେଇକି ନେବା ଲୋକକୁ ହିଁ ବିରୋଧ କରିବା ପାଇଁ, ଶତ୍ରୁତା କରିବା ପାଇଁ କହୁଛନ୍ତି। ଆଜି ମୋ ଜବାବର ହୃଦୟ ଦେଖିକି ଆଜି ଦୁଃଖ ପ୍ରକାଶ କରୁଛି, ମତେ ଲାଗୁଛି ଏ ଜବାବ ଭିତରେ ମୁଁ ନିଜକୁ ଦେଖୁଛି। ରିଏଲି ମନରେ ଆଜି ପର୍ଯ୍ୟନ୍ତ ମତେ କେଉଁ ଘୃଣା କରୁନାହିଁ, କିନ୍ତୁ ମୁଁ ମନରେ ଘୃଣା କରୁଛି। ଆଜି ଜବାବର ହୃଦୟ ଭିତରେ କଣ ଶିଖିଲା ଏ ଜବାବ ଯେ ଅଧର୍ଣ୍ଣର ପାଖରେ ଛିଡା ହଉଛି? ୟା ପାଖରେ କଣ ଚେତା ଅଛି, ଆତ୍ମିକ ଚେତା, ଯଦି ସେ ଗୋଟେ ପଦ କହିପାରିବନି ଅଧର୍ଣ୍ଣକୁ ନାଇଁ ନାଇଁ ଏଇଟା ଈଶ୍ୱରଙ୍କ ଇଚ୍ଛା ନାହିଁ। ଆଜି ଆମମାନେ ଅଧର୍ଣ୍ଣର ପକ୍ଷରେ ଛିଡା ହେବା ପରିବର୍ତ୍ତେ ଯଦି ଆମମାନେ ଦାଉଦଙ୍କ ପକ୍ଷରେ ଛିଡା ହଉଛୁ, ଆମେ ନିଜର ଶରୀରକୁ ସେବା କଲା ପରିବର୍ତ୍ତେ, ଆମେ ନିଜର ଶରୀର ଦ୍ଵାରା ଚାଳିତ ହେଲା ପରିବର୍ତ୍ତେ, ଇମୋସନ ଦ୍ଵାରା ଚାଳିତ ହେଲା ପରିବର୍ତ୍ତେ, କୋଉଟା ଠିକ କୋଉଟା ଭୁଲର ବିଚାର କଲା ପରିବର୍ତ୍ତେ, ପରମେଶ୍ୱର ଯଦି ଆମମାନଙ୍କୁ ଦାଉଦ ରାଜାଙ୍କ ସଦୃଶ ବାକ୍ୟ ଦେଇଛନ୍ତି, ଆତ୍ମା ଦେଇଛନ୍ତି ମନରେ ଦ୍ଵାରା, ତାହେଲେ ଆମ ଶରୀରକୁ ଆମେ ପ୍ରତିରୋଧ କରିପାରିବା। ଆମ ଶରୀରକୁ ଆମେ ଜିତି ପାରିବା ଆମର ଶକ୍ତିରେ ନାହିଁ, କିନ୍ତୁ ଈଶ୍ୱର ଦେଇଥିବା ଶକ୍ତିରେ। ମୁଁ ପ୍ରକୃତରେ ଧନ୍ୟବାଦ ଦଉଛି ମଣ୍ଡଳୀକୁ, ଯୋଉ ମଣ୍ଡଳୀର କର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ମସ୍ତକ ଭାବରେ ଅଛନ୍ତି, ଆଉ ସେ ସମସ୍ତଙ୍କ ଦ୍ଵାରା ଆମ ପାଇଁ କାମ କରୁଛନ୍ତି। ଆଉ ଗୋଟେ ପଟେ ମୋର ଜୀବନରେ ଅଧର୍ଣ୍ଣୀୟ ପରି ମଧ୍ୟ ମୁଁ ଲୋକମାନଙ୍କୁ ଭେଟିଲି, ଜବାବ ସଦୃଶ ମଧ୍ୟ ଲୋକକୁ ଭେଟିଛି, ସାଧକ ଯାଜକ ସଦୃଶ ମଧ୍ୟ ଲୋକକୁ ଭେଟିଛି, ନାଥନ ଭବିଷ୍ୟତ ବକ୍ତାଙ୍କୁ ମଧ୍ୟ ଭେଟିଛି। ଏ ଭାଗ କରିବା ପାଇଁ ମୋ ପାଖରେ ଜ୍ଞାନ ଥିବା ନିହାତି ଆବଶ୍ୟକ। ମୋର ଶରୀର ମୁଁ ସେବା କରିବି, ମୋର ଶରୀର ଅନୁସାରେ ଗତି କରିବି, ତାହେଲେ ମୋର ଅବସ୍ଥା କଣ? ମନୁଷ୍ୟର ପଥ କୌଣସି କୌଣସି ସରଳ ଦେଖାଯାଉଛି, ମାତ୍ର ତା ଶେଷରେ ମୃତ୍ୟୁ ଥାଏ। କିନ୍ତୁ ଯୋଉ ଲୋକ ପରମେଶ୍ୱରଙ୍କୁ ଭଲ ପାଉଛି, ବା ଯୋଉ ଲୋକ ଇନଷ୍ଟ୍ରକ୍ସନ କୁ ନେଇକି ବଞ୍ଚୁଛି, ପରମେଶ୍ୱରଙ୍କର ହୃଦୟକୁ ନେଇକି ବଞ୍ଚୁଛି, ସେ ଲୋକ ପ୍ରକୃତରେ କେତେ ମୂଲ୍ୟବାନ ଭାବରେ ଜୀବନ ବିତେଇବ। ଆଜି ଆମକୁ ପ୍ରଭୁ ସୁଷମାଚାର ଦେଇଛନ୍ତି, ପ୍ରଭୁ ଆମକୁ ମଣ୍ଡଳୀ ଦେଇଛନ୍ତି, ମଣ୍ଡଳୀରେ ପ୍ରଭୁ ଆମକୁ ତାଙ୍କ ଦାସଙ୍କୁ ଦେଇଛନ୍ତି। କେତେ ମୂଲ୍ୟବାନ ଭାବରେ ସେ ଆମ ପାଇଁ ପରମେଶ୍ୱର ରଖିଦେଇଛି ଅନୁଗ୍ରହ। ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ସେ ବିଷୟ ଗୁଡାକ ପ୍ରଭୁ ଆମ ପାଇଁ ପ୍ରସ୍ତୁତ କରିଦେଇଛନ୍ତି। ଆମର ସମସ୍ତ ୟଙ୍ଗ ମାସର ୟୁଥ ଭାଇ ଭଉଣୀ ମାନଙ୍କୁ ମୁଁ କହିବାକୁ ଚାହୁଁଛି, ଅଧିକରୁ ଅଧିକ ତମେ ୟୁଥ ମାନେ ମଣ୍ଡଳୀ ସହିତ ଜଡିତ ହୁଅ। ତମେ ପାଷ୍ଟରଙ୍କ ସହିତ ଏକ ମନରେ ପ୍ରଚାର କରିବା ପାଇଁ, ସୁଷମାଚାର ପାଇଁ, ବଞ୍ଚିବା ପାଇଁ ମନ ନିଜେ କଣ କରିପାରିବା? ଅଧର୍ଣ୍ଣୀୟ ବର୍ତ୍ତା 500 ଲୋକକୁ ରଖିଲା ତା ପାଖରେ, କିନ୍ତୁ ଶେଷରେ କଣ ହେଲା? ରାଜା କେବଳ ସମ୍ମାନ ହେବା ପାଇଁ ପ୍ରଭୁଙ୍କର ଯୋଜନା ଥିଲା। ଆଜି ଖ୍ରୀଷ୍ଟ କେବଳ ଆମ ଭିତରେ ରାଜା ହେଇକି ସ୍ଥାପନ ହେବା ଆବଶ୍ୟକ। ଆମେ ଖ୍ରୀଷ୍ଟ କେବଳ ଯୀଶୁ ଖ୍ରୀଷ୍ଟ ଆମର ପ୍ରକୃତ ରାଜା ଆମ ଭିତରେ। ହେଲେ ଆମମାନେ ନାଥନ ବକ୍ତା ସଦୃଶ ଯୋଉମାନଙ୍କ ପାଖରେ ପ୍ରଭୁଙ୍କର ଆତ୍ମା ଅଛି, ଆମେ ତାଙ୍କ ସହିତ ସଂଯୁକ୍ତ ହେଇକି ବଞ୍ଚିବା ଦରକାର। ଆମର ସମସ୍ତ ୟୁଥ ଭାଇ ଭଉଣୀ ମାନେ, ସମସ୍ତେ ୟୁଥ ମାନଙ୍କୁ ମୁଁ କହିବାକୁ ଚାହୁଁଛି, ମଣ୍ଡଳୀ ସହିତ ଜଡିତ ହେଇକି ପରମେଶ୍ୱର ବାକ୍ୟ ଦ୍ୱାରା ଚାଳିତ ହଉ। ଆଉ ଆମର ପ୍ରତ୍ୟେକ ଭାଇ ଭଉଣୀ ମାନେ ଆମମାନେ ପରମେଶ୍ୱରଙ୍କର ଇଚ୍ଛା, ପ୍ରଭୁଙ୍କର ଯୋଜନାକୁ ନେଇକି ଚାଲନ୍ତୁ, ଆମେ ଆଗକୁ ଯିବା। ବର୍ତ୍ତମାନ ସୁଷମାଚାର ପ୍ରଚାର କରିବା ପାଇଁ ଭଲ ସିଜନ ପ୍ରଭୁ ଦେଇଛୁ, ଆଉ ମୁଁ ଆଶା କରୁଛି ପୁରା ଆମେ ଈଶ୍ୱରଙ୍କର ସାମ୍ନାରେ ବଞ୍ଚିବା, ଆଉ ପ୍ରଭୁ ଆମମାନଙ୍କୁ ବହୁଳରେ ପୁରା ଆଶୀର୍ବାଦ କରିବେ ନାହିଁ, କରି ସାରିଛନ୍ତି। ଏ ଅଧର୍ଣ୍ଣୀୟ ହଉଛି ଆମ ଶରୀରର ଛବି। ଏ ଶରୀରର ଅନୁଗାମୀ ନ ହୋଇ ଯେପରି ଆମେ ଈଶ୍ୱରଙ୍କର ଆତ୍ମାଙ୍କ ଦ୍ଵାରା ଆମେ ବାକ୍ୟ ଆଡକୁ ଯିବା, ସେଇଟା ପ୍ରଭୁଙ୍କର ଆମ ପାଇଁ ବେଶୀ ଆଶୀର୍ବାଦ। ଧନ୍ୟବାଦ। ମୁଁ ଆଜି ଏତିକି କହିବି, ଆଉ ସରେଇବା। ରମାଟିକନ ଅଛନ୍ତି, ଆଉ ପ୍ରାର୍ଥନା କରିବି ଆଜି, ଆଉ ସରେଇବା। ଅନମ୍ୟୁଟ କରିଦିଅନ୍ତୁ ରମାଟିକନ। ହଁ। ଧନ୍ୟବାଦ ଦଉଛି ପ୍ରଭୁ ତୁମର ଅନୁଗ୍ରହ ଦୟା ପାଇଁ। ତୁମେ ଆମମାନଙ୍କର ଜୀବନରେ ବହୁମୂଲ୍ୟ ସୁଷମାଚାର ଦେଇଛ। ମାନେ ଗୋଟେ ଲୋକ ନିଜ ଚିନ୍ତାରେ, ନିଜର ଅଭିଳାଷ, ନିଜର ଯୋଜନା ଦ୍ୱାରା ମାନେ ଅଧର୍ଣ୍ଣୀୟ ସଦୃଶ ମାନେ ବଞ୍ଚିବା ଲୋକ, କିନ୍ତୁ ଯେତେବେଳେ ତୁମେ ତୁମର ବାକ୍ୟକୁ ଦେଇଛ, ତୁମର ଦାସମାନଙ୍କୁ ଦେଇଛ, ଯଦ୍ୱାରା କି ପ୍ରଭୁ
କିନ୍ତୁ ପ୍ରଭୁ ଯେ ତାଙ୍କୁ ପ୍ରତ୍ୟାଖ୍ୟାନ କରି ନିଜ ନିଜ ଖାପ ଖୁଆଇ ସେଇ ଅନୁଗାମୀଙ୍କର ମାନଙ୍କର ପ୍ରଭୁ ଅନୁଗାମ କରି ତାଙ୍କର ନିଜର ସୈନ୍ୟ ଦଳକୁ ବନେଇଲା। ସେହିପରି ଆମମାନଙ୍କର ହୃଦୟରେ ମଧ୍ୟ ଯେତେବେଳେ ଆମେ ଶରୀର ବସରେ ଅଛୁ ପ୍ରଭୁ, ସେଇ ସମୟରେ ଆମେ ସେଇ ଶରୀର ଅଭିଳାଷ ଦ୍ୱାରା ଆମେ ସମସ୍ତେ ଚାଳିତ ହେଇଥାଉ। କିନ୍ତୁ ପ୍ରଭୁ ତୁମେ ଅଧ୍ୟୟନ ପାଇଁ କୌଣସି ପ୍ରତିଜ୍ଞା ନଥିଲା, କିନ୍ତୁ ପ୍ରଭୁ ତୁମେ ସଲୋମନ ହିଁ ରାଜା ହେବା ପାଇଁ ପ୍ରତିଜ୍ଞା ଦେଲା। ପ୍ରକୃତ ରାଜା ପ୍ରଭୁ କହୁଛନ୍ତି ପ୍ରଭୁ ସଲୋମନ, ଯାହାକି ତୁମ ପ୍ରତିଜ୍ଞା ଦ୍ୱାରା ସେ ସ୍ଥାପିତ ରାଜା ଇସ୍ରାଏଲର। ସେହିପରି ଆମମାନଙ୍କ ହୃଦୟରେ ପ୍ରକୃତ ରାଜା ହଉଛନ୍ତି ପ୍ରଭୁ ଖ୍ରୀଷ୍ଟ, ଯୋଉ ଦ୍ୱାରା କି ପ୍ରଭୁ ଆମେ ଆମର ଖ୍ରୀଷ୍ଟଙ୍କର ହୃଦୟ ନେଇକି ମଣ୍ଡଳୀ ମଧ୍ୟରେ ବଞ୍ଚିବୁ, ତୁମର ହୃଦୟ ନେଇକି ସୁସମାଚାରକୁ ନେଇକି ଖୁସିର ହୃଦୟ ନେଇକି। ଆଉ ପ୍ରଭୁ ସେହିପରି ମଧ୍ୟ ତୁମେ ବିଶେଷ କରି ତୁମେ ଆମର ହୃଦୟ ସମସ୍ତଙ୍କୁ ତୁମେ ମୋର ଦାସଙ୍କ ଦ୍ୱାରା ଯୋଉ ବାକ୍ୟ ଏ ସମୟରେ ପ୍ରଦାନ କରୁ ସେଥିପାଇଁ ମଧ୍ୟ ଧନ୍ୟବାଦ ଦଉଛି ପ୍ରଭୁ। ଆମର ଯୋଜନା ବଦଳ ପ୍ରଭୁ ତୁମର ଯୋଜନା ପ୍ରଭୁ ଆମଙ୍କର ମନରେ ଯେମିତି ହିତ ପରିସର ମଧ୍ୟ ବାକ୍ୟ କଲୁ, ମଣିଷ ମନରେ ନାନା କଳ୍ପନା ଥାଏ ମାତ୍ର ସଦାପନଙ୍କ ଦ୍ୱାରା ସମସ୍ତ ବିଷୟ ସୁସ୍ଥିର ମାନେ ସ୍ଥିର ହବ। ହଁ ପ୍ରଭୁ ଆମମାନଙ୍କର ମଧ୍ୟରେ ଆମେ ନିଜ ଅନେକ ସମୟରେ ନିଜ ପାଇଁ ନିଜେ ଯୋଜନା କରିଥାଉ, କିନ୍ତୁ ପ୍ରଭୁ ତୁମର ଇଚ୍ଛା ଦ୍ୱାରା ହିଁ ସମସ୍ତ ବିଷୟ ସ୍ଥିରୀକୃତ ହବ। ଏ ସମସ୍ତ ବିଷୟ ତୁମେ ଜଣେଇଥିବାର ପ୍ରଭୁ ତୁମର ପବିତ୍ର ନାମକୁ ଧନ୍ୟବାଦ ଦଉଛି। ହଁ ପ୍ରଭୁ ଏ ସମୟରେ ଅନୁଗ୍ରହ କର ଆମମାନଙ୍କର ମଣ୍ଡଳୀର କାର୍ଯ୍ୟ, ଆମମାନଙ୍କର ସୁସମାଚାର ନିମନ୍ତେ ପ୍ରତ୍ୟେକ ଜିନିଷ ଯେତେବେଳେ ଚାଲିଛି ପ୍ରଭୁ ତୁମେ ପ୍ରତ୍ୟେକ ତୁମେ ଅନୁଗ୍ରହ କର। ଆମମାନଙ୍କର ଝରକା ଏବଂ ଅଲଗା ଅଲଗା ଆମମାନଙ୍କର କାର୍ଯ୍ୟକ୍ରମ ସମସ୍ତ ବିଷୟ ଅଛି ପ୍ରଭୁ। ପ୍ରତ୍ୟେକ ଭାଇ ଭଉଣୀ ମାନେ ଯୋଉ ମନରେ ସ୍ଥିର କରିଅଛି ପ୍ରଭୁ ସମସ୍ତ ଝରକାର ପରି ଅଲଗା କାର୍ଯ୍ୟ, ଆଉ ଯୋଉ ଭାଇ ଭଉଣୀ ମାନେ ମଧ୍ୟ ପ୍ରଭୁ ମଣ୍ଡଳୀର ହୃଦୟ ନେଇକି କାର୍ଯ୍ୟ କରିବା ପାଇଁ ଭାଇ ଭଉଣୀ ଅଛନ୍ତି ସେମାନଙ୍କୁ ମଧ୍ୟ ତୁମେ ଅନୁଗ୍ରହ କର ପ୍ରଭୁ। ସମସ୍ତ କାର୍ଯ୍ୟ ତୁମର ଗୌରବ ଦ୍ୱାରା ହେଇପାରିବ, ସେହିପରି ମଧ୍ୟ ପ୍ରତ୍ୟେକଙ୍କୁ ତୁମେ ଏକ ହୃଦୟରେ ତୁମେ ସାହାଯ୍ୟ କର ଏବଂ ଦୟା କର। ତୁମେ ଆଜି ପ୍ରଭୁ ଏଇ ଯୋଉ ବାକ୍ୟ ଦେଲ ପ୍ରଭୁ ପ୍ରଥମ ଜଲ୍ଦି ପର୍ବ ଏକ ପର୍ବକୁ ନେଇକି, ସେଥିପାଇଁ ମଧ୍ୟ ତୁମକୁ ଧନ୍ୟବାଦ ଦେଇ ଏ ସମସ୍ତ ପ୍ରାର୍ଥନା ଆଜିର ଦିନକୁ ତୁମ ତଳ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗିଲେ, ଆମେନ। ଆମେନ। ଧନ୍ୟବାଦ ସମସ୍ତଙ୍କୁ, ବହୁତ ଧନ୍ୟବାଦ। ଆଜି ସବୁ ଅନ୍ୟ ଚର୍ଚ୍ଚରେ ମଧ୍ୟ ୟୁନାଇଟେଡ ସର୍ଭିସ ହେଲା ପରେ ସକାଳେ ହେଲା, ତ ମୁଁ ବେଶୀ ଅନୁଗ୍ରହ ପାଇଲି। ତ ଧନ୍ୟବାଦ ସମସ୍ତଙ୍କୁ। ଆଉ ଚାଲନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ରଥରେ ଚାଳିତ ହେବା। ଆଉ ସ୍ୱତନ୍ତ୍ର ଭାବରେ ସମସ୍ତେ ଭାଇ ଭଉଣୀ ମାନେ ବାଇବଲକୁ ଷ୍ଟଡି କରନ୍ତୁ, ସେଇଟା ବେଶୀ ହେଲ୍ପ କରିବ ଆମକୁ। ଠିକ ଅଛି, ସମସ୍ତେ ନମସ୍କାର।